ହାଲୋ ମଧୁ, ଝିଅ ତୁ କେମିତି ଅଛୁ? ମତେ କହ ତ, ମୁଁ ଗୋଟିଏ ଘଣ୍ଟା ହେଲା ତତେ ଫୋନ କରୁଛି, କିନ୍ତୁ ତୋର ଫୋନ କାହିଁକି ଲାଗୁନଥିଲା? ଏଇ କଥା ପଚାରିଲା ବେଳେ ମଧୁର ମା ଗୋଦାବରୀ ଦେବୀଙ୍କ ସ୍ୱର ମହୁ ପରି ମଧୁର ଲାଗୁଥିଲା। ଏପଟେ ମଧୁ ତାଙ୍କ ରୁମରେ ଆରାମରେ ଶୋଇ ରହି ଉତ୍ତର ଦେଲେ, ହଁ ମା, ମୋ ସାଙ୍ଗର ଫୋନ ଥିଲା। ମୁଁ ତା ସହିତ ହିଁ କିଛି ସମୟ ହେଲା କଥା ହଉଥିଲି। କିନ୍ତୁ ତୁମ ସହିତ ତ ସକାଳେ ହିଁ ଫୋନରେ କଥା ହେଇଥିଲି ନା? ହଁ ଝିଅ, ତୋ ସହିତ ଆଉଥରେ କଥା ହେବାକୁ ଇଚ୍ଛା ହେଲା, ତେଣୁ ମୁଁ ଫୋନ କରିଦେଲି। ଶୁଣ ଝିଅ, ଏଥର ଯେତେବେଳେ ତୁ ରାକ୍ଷୀରେ ଏଠାକୁ ଆସିବୁ, ପୁରା ଗୋଟିଏ ସପ୍ତାହ ରହିବା ପାଇଁ ପ୍ରସ୍ତୁତି କରି ଆସେ। ତତେ ଦେଖିବାର କେତେ ଦିନ ହୋଇଗଲାଣି। ଝିଅକୁ ଦେଖିବାକୁ ମୋ ମନ ବ୍ୟାକୁଳ ହେଉଛି, ଗୋଦାବରୀ ଦେବୀ କହିଲେ। ଏହା ଶୁଣି ମଧୁ ଉତ୍ତର ଦେଲେ, କିନ୍ତୁ ମା, ଭାଉଜ ବି ତ ଯିବେ ତାଙ୍କ ମା ଘରକୁ ରାକ୍ଷୀରେ। ନା ଝିଅ, ସେ ମତେ ତା ମା ଘରକୁ ଯିବା କଥା କହୁଥିଲା, କିନ୍ତୁ ମୁଁ ତାକୁ ମନା କରିଦେଲି। ଏବେ ତୁ ତ ଜାଣିଛୁ, ମୋ ଆଣ୍ଠୁ ଆଉ ଅଧିକ କାମ କରୁନି। ଘରର ସବୁ କାମ କିଏ କରିବ? ମୁଁ ତ ଆଦୌ କରିପାରିବି ନାହିଁ। ଗୋଦାବରୀ ଦେବୀ ଏକ ପ୍ରକାରର ଅସହାୟତାର ସ୍ୱରରେ କହିଲେ। ତାପରେ ମଧୁ କହିଲେ, ହଁ ମା, ସତ କଥା। ଏବେ ଏହି ବୟସରେ ତୁମେ ଏତେ କାମ କିପରି କରିପାରିବ? ମଧୁ ତାଙ୍କ ରୁମରେ ବସି ମାଙ୍କ ସହ ଫୋନରେ କଥା ହଉଥିଲେ। ହଠାତ୍ ତାଙ୍କୁ ଡାକ ଶୁଭିଲା, ମଧୁ, ତୁମେ କେଉଁଠି ଅଛ? ଏହା ତାଙ୍କ ସ୍ୱାମୀ ବିଶାଲଙ୍କ ସ୍ୱର ଥିଲା। କଣ ହେଲା ଝିଅ, ଏହା କାହାର ସ୍ୱର? ଏପଟୁ ଗୋଦାବରୀ ଦେବୀ ପଚାରିଲେ। ମା, ମୁଁ ଭାବୁଛି ବିଶାଲ ଆଜି ଅଫିସରୁ ଶୀଘ୍ର ଫେରି ଆସିଛନ୍ତି। ମୁଁ ତୁମ ସହିତ ପରେ କଥା ହେଉଛି। ମଧୁ ଶୀଘ୍ର ଶୀଘ୍ର ଏହା କହି ଫୋନ କାଟିଦେଲେ। ତାଙ୍କର ମୁହଁ ଫିକା ପଡ଼ିଯାଇଥିଲା। ବିଶାଲ ରୁମର ଦ୍ୱାର ପାଖରେ ଠିଆ ହୋଇଥିଲେ। ତାଙ୍କ ଆଖିରେ କ୍ରୋଧ ଏବଂ ନିରାଶାର ଏକ ମିଶାମିଶି ଭାବନା ଥିଲା। ମଧୁ, ଏସବୁ କଣ? ତୁମେ ଜାଣିଛ ନା, ମାଙ୍କ ଦେହ ଭଲ ନାହିଁ। ତଥାପି ଘର କାମ କରିବା ପରିବର୍ତ୍ତେ ତୁମେ ଏଠାରେ ଫୋନ ଧରି ବସିଛ। ମା ସେଠାରେ ଏକା ଏକା ସବୁ ଲୁଗାପଟା ଧୋଉଛନ୍ତି। ତୁମର ଚିନ୍ତା କରିବା ଉଚିତ ଯେ ସେ ଜଣେ ଉଚ୍ଚ ରକ୍ତଚାପୀ ରୋଗୀ। ତାଙ୍କୁ ଏବେ ବୟସ ହୋଇଗଲାଣି। ଏହା ଶୁଣି ମଧୁ ମୁହଁ ବନେଇ କହିଲେ, ଓହୋ, ତାହେଲେ କଣ ହେଲା? ତୁମେ ତ ଏପରି କହୁଛ ଯେମିତି ମୁଁ ସାରାଦିନ କୌଣସି କାମ କରୁନାହିଁ। ମୁଁ ଟିକେ ହାଲିଆ ହୋଇଯାଇଥିଲି, ତେଣୁ ମୁଁ କିଛି ସମୟ ପାଇଁ ବସିବାକୁ ଆସିଗଲି। ଠିକ ଅଛି, ଯାଅ ମୋ ପାଇଁ ଟିକେ ଚା କରିଦିଅ। ଆଜି ମୋର ବହୁତ ମୁଣ୍ଡ ବିନ୍ଧା ହେଉଛି। ଯେତେବେଳେ ବିଶାଲ ଏହା କହିଲେ, ମଧୁ ଚା ତିଆରି କରିବାକୁ ରୋଷେଇ ଘରକୁ ଚାଲିଗଲେ। ପ୍ରାୟ ଗୋଟିଏ ବର୍ଷ ପୂର୍ବରୁ ସନ୍ତୋଷୀ ଦେବୀ ମଧୁଙ୍କୁ ତାଙ୍କ ବଡ଼ ପୁଅ ବିଶାଲଙ୍କ ସ୍ତ୍ରୀ ଏବଂ ତାଙ୍କ ଘରର ବୋହୂ ଭାବରେ ଘରକୁ ଆଣିଥିଲେ। ବର୍ତ୍ତମାନ ତାଙ୍କ ସାନ ପୁଅ ରାଜେଶ ଅବିବାହିତ ଥିଲା। ବିଶାଲଙ୍କ ସମ୍ମୁଖରେ ମଧୁ ଘର କାମ କରିବାର ଅଭିନୟ କରୁଥାନ୍ତି, କିନ୍ତୁ ବିଶାଲ ଅଫିସ ଯିବା ପରେ ସେ ତାଙ୍କ ମାଙ୍କ ସହ ଫୋନରେ ବସି କଥା ହୁଅନ୍ତି। ଘରେ ବାସନକୁସନ ଧୋଇବା ଏବଂ ଘର ସଫା କରିବା ପାଇଁ ଜଣେ ଚାକରାଣୀ ଥିଲେ, କିନ୍ତୁ ଏହା ବ୍ୟତୀତ ଅନ୍ୟ ସମସ୍ତ ଘର କାମ ସନ୍ତୋଷୀ ଦେବୀଙ୍କୁ କରିବାକୁ ପଡୁଥିଲା। ଯେତେବେଳେ ସେ ମଧୁକୁ ତାଙ୍କୁ କାମରେ ସାହାଯ୍ୟ କରିବାକୁ ଡାକନ୍ତି, ମଧୁ କୌଣସି ନା କୌଣସି ବାହାନା କରି ଏହାକୁ ଏଡ଼ାଇ ଦେଉଥିଲେ। ନୂଆ ନୂଆ ବାହାଘର, ଏପର୍ଯ୍ୟନ୍ତ ପିଲାଳିଆମି ଯାଇନି, ଏହା ଭାବି ସନ୍ତୋଷୀ ଦେବୀ ମଧ୍ୟ ଆରମ୍ଭରୁ ତାଙ୍କୁ ଅଧିକ କାମ କରିବାକୁ ଦେଉନଥିଲେ। କିନ୍ତୁ ବିବାହର ଗୋଟିଏ ବର୍ଷ ପରେ ମଧ୍ୟ ଯେତେବେଳେ ମଧୁ କୌଣସି କାମରେ ଆଗ୍ରହ ଦେଖାଇଲେ ନାହିଁ, ସନ୍ତୋଷୀ ଦେବୀ ତାଙ୍କୁ ସ୍ନେହରେ ବୁଝାଇ କହିଲେ, ଦେଖ ଝିଅ, ଏଥର ତୋ ମନକୁ ମା ଘରୁ ହଟାଇ ଶ୍ୱଶୁର ଘରର ଦାୟିତ୍ୱ ଟିକେ ବୁଝ। ସେ ଏହା କହିବା ମାତ୍ରେ ମଧୁ ଘରେ ହଙ୍ଗାମା ସୃଷ୍ଟି କରିଦେଲେ। ସେହି ଦିନ ଏହି ବିଷୟକୁ ନେଇ ବିଶାଲ ଏବଂ ମଧୁଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଏହାପରେ ସନ୍ତୋଷୀ ଦେବୀ ମଧୁକୁ କିଛି ନ କହିବା ହିଁ ଭଲ ବୋଲି ମନେ କରୁଥିଲେ। ସାରା ଦିନ ମଧୁ କେତେବେଳେ ତାଙ୍କ ମାଙ୍କ ସହ ତ କେତେବେଳେ ତାଙ୍କ ବନ୍ଧୁମାନଙ୍କ ସହ ଫୋନରେ କଥା ହେଉଥିଲେ। ତାଙ୍କର ଯାହା ଇଚ୍ଛା ତାହା କରୁଥିଲେ। ସନ୍ଧ୍ୟାବେଳେ ଯେତେବେଳେ ତାଙ୍କ ସ୍ୱାମୀ ବିଶାଲ ଘରକୁ ଫେରି ଆସୁଥିଲେ, ସେ ରୋଷେଇ ଘରକୁ ଯାଇ କାମ କରିବାର ଅଭିନୟ କରୁଥିଲେ। ଆଜି ବିଶାଲ ଶୀଘ୍ର ଘରକୁ ଫେରି ଆସିଲେ ଏବଂ ତାଙ୍କ ମାଙ୍କୁ ଏପରି କାମ କରୁଥିବା ଦେଖି ସେ ମଧୁ ଉପରେ ରାଗିଗଲେ। ମଧୁ ତାଙ୍କ ସ୍ୱାମୀ ବିଶାଲଙ୍କ ପାଇଁ ଚା ତିଆରି କରିବାକୁ ରୋଷେଇ ଘରକୁ ଗଲେ। ତାପରେ ହଠାତ୍ ଅଗଣାରେ ସେ ତାଙ୍କ ଶାଶୁଙ୍କ ଚିତ୍କାର ଶୁଣିଲେ। କଣ ହେଲା ମା? ପଚାରୁ ପଚାରୁ ବିଶାଲ ଦୌଡ଼ି ଆସି ଦେଖିଲେ ଯେ ତାଙ୍କ ମା ସନ୍ତୋଷୀ ଦେବୀ ଖସି ଯାଇ ତଳେ ପଡ଼ିଯାଇଛନ୍ତି। ସେ ଉଠି ପାରୁନାହାନ୍ତି। ବିଶାଲ ମଧୁଙ୍କୁ ଡାକି ସନ୍ତୋଷୀ ଦେବୀଙ୍କୁ ସାହାରା ଦେଇ ରୁମକୁ ନେଇଗଲେ। ସନ୍ତୋଷୀ ଦେବୀଙ୍କ ଗୋଡ଼ରେ ବହୁତ ଯନ୍ତ୍ରଣା ହେଉଥିଲା, ତେଣୁ ତାଙ୍କୁ ଡାକ୍ତରଙ୍କ ପାଖକୁ ନିଆଯାଇଥିଲା। ଭଗବାନଙ୍କୁ ଧନ୍ୟବାଦ, ହାଡ଼ ଭାଙ୍ଗି ନାହିଁ, କିନ୍ତୁ ଗୋଡ଼ ମକଚି ହୋଇଯାଇଛି। ଏଥିଯୋଗୁଁ ତାଙ୍କୁ ଏତେ ଯନ୍ତ୍ରଣା ହେଉଛି। ବର୍ତ୍ତମାନ ତୁମ ମାଙ୍କୁ କିଛି ଦିନ ପାଇଁ ପୁରା ବିଶ୍ରାମ ନେବା ଆବଶ୍ୟକ। ଡାକ୍ତର ବିଶାଲଙ୍କୁ କହିବା ପରେ ବିଶାଲ ଆଶ୍ୱସ୍ତି ଅନୁଭବ କଲେ। ସେମାନେ ସନ୍ତୋଷୀ ଦେବୀଙ୍କୁ ଘରକୁ ଆଣିଲେ। ମଧୁ ଡାକ୍ତର ମାଙ୍କୁ ଗୋଟିଏ ସପ୍ତାହ ପାଇଁ ବିଛଣାରୁ ଉଠିବାକୁ ବାରଣ କରିଛନ୍ତି। ତେଣୁ ତୁମକୁ ମାଙ୍କର ବିଶେଷ ଯତ୍ନ ନେବାକୁ ପଡ଼ିବ।
ତାଙ୍କର ଯେପରି କିଛି ଅସୁବିଧା ନ ହୁଏ। ବିଶାଲ ମଧୁକୁ ନିର୍ଦ୍ଦେଶ ଦେଲେ ଏବଂ ମଧୁ ମୁଣ୍ଡ ହଲାଇ ହଁ କଲେ। ସେବେଠାରୁ ଆଜିକୁ 3 ଦିନ ହୋଇଗଲା। ମୁଁ ତୁମକୁ କ'ଣ କହିବି ମା? ଯେବେଠାରୁ ମୋ ଶାଶୁ ବିଛଣାରେ ପଡ଼ିଛନ୍ତି ମୁଁ ତ ଅସୁବିଧାରେ ପଡ଼ିଯାଇଛି। ସାରା ଦିନ କାମ କରି କରି ବହୁତ କ୍ଳାନ୍ତ ହୋଇଯାଉଛି। ଏବେ 3 ଦିନ ହେଲାଣି। ମୁଁ ଜାଣିନାହିଁ ସେ କେବେ ବିଛଣାରୁ ଉଠିବେ। ମଧୁ ଯେତେବେଳେ ତାଙ୍କ ମା ଗୋଦାବରୀ ଦେବୀଙ୍କୁ ଏହି କଥା ଫୋନରେ କହିଲେ, ସେ ଉତ୍ତର ଦେଲେ, ଝିଅ, ମୁଁ ତ ଭାବୁଛି ତୋର ଶାଶୁଙ୍କୁ କିଛି ହୋଇନାହିଁ। ସେ କେବଳ ଅଭିନୟ କରୁଛନ୍ତି, ଯାହାଦ୍ୱାରା ସେ ସାରା ଦିନ ଶୋଇପାରିବେ। ଯଦି ତୁ ବସାଇ ବସାଇ ତାଙ୍କୁ ଏପରି ଖାଇବାକୁ ଦେବୁ, ତେବେ ତ ସେ କେବେ ଉଠିବେ ନାହିଁ। ଏହା ଶୁଣି ମଧୁ ସଙ୍ଗେ ସଙ୍ଗେ କହିଲେ, ହଁ ମା, ତୁମେ ସମ୍ପୂର୍ଣ୍ଣ ଠିକ୍ କହୁଛ। ମୁଁ ଆଜି କିଟି ପାର୍ଟିକୁ ଯିବା ମଧ୍ୟ ବନ୍ଦ କରିଦେଲି। ଏବେ ମୁଁ ଭାବୁଛି ମୋତେ ଯିବା ଉଚିତ। ମୋ ଶାଶୁ ଏଠାରେ ବସି ନିଜ କାମ ଦେଖୁଥିବେ। ଠିକ୍ ଅଛି ମା, ମୁଁ ଏବେ ଫୋନ୍ ରଖୁଛି। ପାର୍ଟିରୁ ଫେରିବା ପରେ ମୁଁ କଥା ହେବି। ଘର କାମ ଛାଡ଼ି ମଧୁ ସନ୍ଧ୍ୟାରେ ପାର୍ଟିକୁ ଚାଲିଗଲେ। ସେ ଭାବିଥିଲେ ଯେ ବିଶାଲ ଆସିବାରେ ବହୁତ ସମୟ ବାକି ଅଛି, କିନ୍ତୁ ସେ ଭୁଲି ଯାଇଥିଲେ ଯେ ଡାକ୍ତର 3 ଦିନ ପରେ ସନ୍ତୋଷୀ ଦେବୀଙ୍କୁ ପୁଣି ଦେଖାଇବାକୁ କହିଥିଲେ। ଯେତେବେଳେ ବିଶାଲ ତାଙ୍କ ମାଙ୍କୁ ହସ୍ପିଟାଲ ନେବାକୁ ଘରକୁ ଆସିଲେ, ସେ ଦେଖିଲେ ତାଙ୍କ ମା ଧୀରେ ଧୀରେ ଚାଲି ରୋଷେଇ ଘର ଆଡ଼କୁ ଯାଉଛନ୍ତି। ସେ ତାଙ୍କୁ କହିଲେ, ଏ କ'ଣ ମା, ଯଦି କିଛି କାମ ଥିଲା ତେବେ ମଧୁକୁ କହିଥାନ୍ତ। ତୁମେ ବିଛଣାରୁ କାହିଁକି ଉଠିଲ? ଆରେ ନାହିଁ ପୁଅ, ମୋ ତଣ୍ଟି ଶୁଖି ଯାଇଥିଲା, ତେଣୁ ମୁଁ ପାଣି ପିଇବାକୁ ଉଠି ଆସିଲି, ସନ୍ତୋଷୀ ଦେବୀ କହିଲେ। ଠିକ୍ ସେତେବେଳେ ଗେଟ୍ ଖୋଲିବାର ଶବ୍ଦ ଶୁଭିଲା। ମଧୁ ଯେତେବେଳେ ତାଙ୍କ କାନ୍ଧରେ ପର୍ସ ଝୁଲାଇ ଉଚ୍ଚ ହିଲ୍ରେ ଠକ୍ ଠକ୍ ଶବ୍ଦ କରି ଘର ଭିତରକୁ ପ୍ରବେଶ କଲେ, ସେ ବିଶାଲଙ୍କୁ ତାଙ୍କ ସାମ୍ନାରେ ଠିଆ ହୋଇଥିବା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ମଧୁ, ତୁମେ କେଉଁଠାରୁ ଆସୁଛ? ବିଶାଲ ତାଙ୍କୁ ପଚାରିଲେ। ସେ ସଂକୋଚରେ ଉତ୍ତର ଦେଲେ ଯେ ମୁଁ ଏକ କିଟି ପାର୍ଟି। ସେ ଏହା କହିବା ମାତ୍ରେ ବିଶାଲ ରାଗିଗଲେ। ତୁମେ ମାଙ୍କୁ ଏହି ଅବସ୍ଥାରେ ଛାଡ଼ି କିଟି ପାର୍ଟିକୁ ଯାଇଥିଲ? ଏହା ଶୁଣି ମଧୁ କହିଲେ, ତେବେ କ'ଣ ମୋର ନିଜସ୍ୱ ଜୀବନ ନାହିଁ? ମଧୁଙ୍କ କଥା ଶୁଣି ବିଶାଲ ବହୁତ ରାଗିଗଲେ, କିନ୍ତୁ କୌଣସି ପ୍ରକାରେ ନିଜ କ୍ରୋଧକୁ ନିୟନ୍ତ୍ରଣ କରି ସେ ତାଙ୍କ ମାଙ୍କ ରୁମ୍କୁ ଯାଉଥିଲେ। ଠିକ୍ ସେହି ସମୟରେ ବିଶାଲର ସାନ ଭାଇ ରାଜେଶ ଅଫିସରୁ ଘରକୁ ଫେରିଆସି କହିଲେ, ଭାଉଜ, ମୋତେ ବହୁତ ଭୋକ ଲାଗୁଛି, ଶୀଘ୍ର ଖାଇବାକୁ ଦିଅ। ଏହା ଶୁଣି ମଧୁ କହିଲେ, ଏହି କଥା ଅନ୍ୟ କାହାକୁ କୁହ। ମୁଁ ଏଠାରେ ଚାକରାଣୀ ନୁହେଁ ଯେ ସାରା ଦିନ ତୁମମାନଙ୍କ ସେବା କରୁଥିବି। ଏହା ଶୁଣି ମଧୁର ଦିଅର ରାଜେଶ ଆଶ୍ଚର୍ଯ୍ୟ ହୋଇଗଲେ। ବିଶାଲ ରୁମ୍କୁ ଯିବା ସମୟରେ ଏହି କଥା ଶୁଣି ତାଙ୍କ ରକ୍ତ ଗରମ ହୋଇଗଲା। ସେ ତୁରନ୍ତ ମଧୁ ପାଖକୁ ଆସି ତାଙ୍କ ମୁହଁରେ ଗୋଟିଏ ଚାପୁଡ଼ା ମାରି କହିଲେ, ଅସଭ୍ୟ, ମୋର ନୀରବତାର ଅର୍ଥ ନୁହେଁ ଯେ ତୁମେ ଯାହା ମନକୁ ଆସିବ ତାହା କରିବ। ତୁମେ ଏ କ'ଣ କରୁଛ ଭାଇ? ରାଜେଶ ତାଙ୍କ ଭାଇ ବିଶାଲଙ୍କ ହାତକୁ ଧରିଲେ। ଆଚ୍ଛା, ତୁମେ ମୋ ଉପରେ ହାତ ଉଠାଇଲ? ଆଜି ମୁଁ ତୁମ ବିରୁଦ୍ଧରେ ପୋଲିସରେ ଅଭିଯୋଗ କରିବି। ଯଦି ମୁଁ ତୁମକୁ ଜେଲକୁ ନ ପଠାଇଛି, ତେବେ ମୋର ନାଁ ମଧୁ ନୁହେଁ। ମଧୁ ଆଖିରେ ଲୁହ ନେଇ କହିଲେ। ସେ ପାଦକୁ କଚାଡ଼ି ନିଜ ରୁମ୍କୁ ଚାଲିଗଲେ ଓ ମା ପାଖକୁ ଫୋନ୍ ଲଗାଇଲେ। ଏହା ଦେଖି ସନ୍ତୋଷୀ ଦେବୀ ବିଶାଲକୁ କହିଲେ, ପୁଅ, ତୁ ଯାଇ ବୋହୂକୁ ଦେଖ, ନଚେତ୍ ଗୋଟିଏ ବଡ଼ ସମସ୍ୟା ଉପୁଜିବ। ଏହା ଶୁଣି ବିଶାଲ କହିଲେ, ନାହିଁ ମା, ତାର ଯାହା ଇଚ୍ଛା କରୁ। ଡାକ୍ତରଙ୍କ ପାଖକୁ ଯିବାର ସମୟ ହୋଇଗଲା, ଆମକୁ ଯିବାକୁ ପଡ଼ିବ। ଏହା କହି ବିଶାଲ ସନ୍ତୋଷ ଦେବୀଙ୍କୁ ନେଇ ତାଙ୍କୁ ଗାଡ଼ିରେ ବସାଇ ହସ୍ପିଟାଲ ନେଇଗଲେ। ସେପଟେ ଗୋଦାବରୀ ଦେବୀଙ୍କ ପାଖକୁ ମଧୁଙ୍କ ଫୋନ୍ ଆସିଲା। କ'ଣ ତାଙ୍କର ଏତେ ସାହସ? ତୁ ତୋର ବ୍ୟାଗ୍ ପ୍ୟାକିଂ କର, ମୁଁ ଏବେ ତୋତେ ନେବାକୁ ଆସୁଛି। ଏହା କହି ଗୋଦାବରୀ ଦେବୀ ଫୋନ୍ କାଟି ତାଙ୍କ ବୋହୂକୁ ଡାକିଲେ, ମୀନାକ୍ଷୀ ବୋହୂ, ମୁଁ ମଧୁକୁ ଆଣିବାକୁ ଯାଉଛି। ଏମାନେ ନିଜକୁ କ'ଣ ଭାବିଛନ୍ତି କି? ଏହା କହି ଗୋଦାବରୀ ଦେବୀ ଘରୁ ବାହାରିଗଲେ। କିଛି ସମୟ ପରେ ଗୋଦାବରୀଙ୍କ ସ୍ୱାମୀ ବନୱାରୀ ଲାଲ ତାଙ୍କ ପୁଅ ମୁକେଶଙ୍କ ସହିତ ଦୋକାନରୁ ଘରକୁ ଫେରି ଆସିଲେ। ସେ ଘରକୁ ଆସି ଏଣେ ତେଣେ ଚାହିଁ ବୋହୂ ମୀନାକ୍ଷୀଙ୍କୁ କହିଲେ, ଗୋଦାବରୀ କେଉଁଠି ଦେଖାଯାଉନାହିଁ, ସେ କ'ଣ କୁଆଡ଼େ ଯାଇଛନ୍ତି କି? ହଁ ବାପା, ମା ତ ମଧୁଙ୍କୁ ଆଣିବାକୁ ଯାଇଛନ୍ତି, ମୀନାକ୍ଷୀ ଉତ୍ତର ଦେଲେ। ଏହା ଶୁଣି ବନୱାରୀଲାଲ କହିଲେ, ସେ ମଧୁକୁ ଆଣିବାକୁ ଯାଇଛନ୍ତି? ଆଚ୍ଛା, ରାକ୍ଷୀ ଆସୁଛି, ତେଣୁ ସେ ତାକୁ ଆଣିବାକୁ ଯାଇଛନ୍ତି? ନା ବାପା, ମଧୁଙ୍କ ଫୋନ୍ ଆସିଥିଲା, ହୁଏତ ସେମାନଙ୍କ ଘରେ ପୁଣି ଝଗଡ଼ା ହୋଇଛି। ଏହା ଶୁଣି ବନୱାରୀଲାଲ ଏବଂ ମୁକେଶ ଦୁହେଁ ଚିନ୍ତିତ ହୋଇଗଲେ। ତାପରେ ମୁକେଶ କହିଲେ, କିନ୍ତୁ ଏତେ ଶୀଘ୍ରତା କରିବାର କ'ଣ ଆବଶ୍ୟକତା ଥିଲା? ଅତି କମରେ ଆମେ ଜାଣିବା ଉଚିତ ଥିଲା ଯେ କାହାର ଭୁଲ ଥିଲା। ତାପରେ ବନୱାରୀଲାଲ କହିଲେ, କିନ୍ତୁ ପୁଅ, ନିଜ ଝିଅକୁ ଅସୁବିଧାରେ ଦେଖି କିପରି ରହିପାରିବ? ଠିକ୍ କଥା ନା? ଯଦି ସେ ଆସି ଏଠାରେ କିଛି ଦିନ ରହେ, ତେବେ ମାମଲା ଶାନ୍ତ ହୋଇଯିବ। ଏହା କହି ସେ ହାତ ମୁହଁ ଧୋଇବାକୁ ଗଲେ। ତାପରେ ମୁକେଶ କହିଲେ, ମା ମଧ୍ୟ ସବୁ ସୀମା ପାର କରିଦେଉଛନ୍ତି। ସେମାନଙ୍କ ମଧ୍ୟରେ କିଛି ଝଗଡ଼ା ହୋଇଛି କି ନାହିଁ, ମା ମଧୁକୁ ଘରକୁ ଆଣିବାକୁ ଯେମିତି ପ୍ରସ୍ତୁତ ହୋଇ ବସିଥିଲେ।
ଯେତେବେଳେ ଆମେ ସମ୍ପୂର୍ଣ୍ଣ କଥା ଶୁଣିବା ତେବେ ଦେଖିବ ମଧୁର ହିଁ ଦୋଷ ବାହାରି ଆସିବ। ଏହା ତ ସତ, ମା କେବେ ବି ମଧୁର ଭୁଲ ଦେଖନ୍ତି ନାହିଁ। ଛାଡ଼, ଅଧିକା ଚିନ୍ତା କର ନାହିଁ। ତୁମେ ଯାଅ, ଫ୍ରେଶ ହୋଇଯାଅ, ମୁଁ ଖାଇବା ପ୍ରସ୍ତୁତ କରୁଛି। ଏହା କହି ମୀନାକ୍ଷୀ ରୋଷେଇ ଘରକୁ ରୋଷେଇ କରିବାକୁ ଚାଲିଗଲେ। ପ୍ରାୟ 2 ଘଣ୍ଟା ପରେ ଗୋଦାବରୀ ଦେବୀ ତାଙ୍କ ଝିଅ ମଧୁକୁ ନେଇ ଘରେ ପହଞ୍ଚିଲେ। ସେହି ସମୟରେ ବନୱାରୀଲାଲ ବାହାରେ ଖଟରେ ଶୋଇଥିଲେ। ଏଠାରେ ମୁଁ ମୋ ଝିଅ ପାଇଁ ଚିନ୍ତିତ, ଆଉ ତୁମେ ଶାନ୍ତିରେ ଶୋଇଛ? ଯେତେବେଳେ ଗୋଦାବରୀ ଦେବୀ ରାଗିକି କହିଲେ, ବନୱାରୀଲାଲ ଉଠିପଡ଼ି କହିଲେ, ମଧୁ, ଝିଅ ତୁ ଆସିଛୁ, ଆ ବସ। କିନ୍ତୁ ଗୋଦାବରୀ, ତୁମର ଆସିବାକୁ ଏତେ ସମୟ କାହିଁକି ଲାଗିଲା? ଯେତେବେଳେ ବନୱାରୀଲାଲ ପଚାରିଲେ, ଗୋଦାବରୀ ଦେବୀ କହିଲେ ଯେ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କାମ କରିବାର ଥିଲା। ତାକୁ କରୁ କରୁ ସମୟ ଲାଗିଗଲା। କେଉଁ ଗୁରୁତ୍ୱପୂର୍ଣ୍ଣ କାମ ଥିଲା? ଯେତେବେଳେ ବନୱାରୀଲାଲ ଏହା ପଚାରିଲେ, ମଧୁ ପ୍ରସଙ୍ଗ ବଦଳାଇ କହିଲେ, ବାପା, ତୁମେ ତୁମ ଝିଅ ବିଷୟରେ ଚିନ୍ତା କରୁନାହ। ମୋ ମା ଅଛନ୍ତି ଯିଏ ମୋର ଏତେ ଭଲ ଚିନ୍ତା କରୁଛନ୍ତି। ତାପରେ ଗୋଦାବରୀ ଦେବୀ କହିଲେ, ଝିଅ, ମୁଁ ଏଠାରେ ଥିବା ପର୍ଯ୍ୟନ୍ତ ତୋର ଚିନ୍ତା କରିବାର ଆବଶ୍ୟକତା ନାହିଁ। ମୁଁ ସେମାନଙ୍କୁ ଏପରି ଶିକ୍ଷା ଦେବି ଯେ ସେମାନେ ଜୀବନ ସାରା ମନେ ରଖିବେ। ତୁ ଏଠାରେ ଆରାମରେ ରହ। ଯଦି ତୋର କୌଣସି କାମ କରିବାକୁ ଇଚ୍ଛା ହୁଏ ତେବେ କର, ନଚେତ୍ କୌଣସି ଆବଶ୍ୟକତା ନାହିଁ। ଏଠାରେ ତୋତେ କେହି କିଛି କହିବେ ନାହିଁ। ଦେଖ ତ, ମୋର ଫୁଲ ଭଳି ଝିଅ କେତେ ଦୁର୍ବଳ ହୋଇଗଲାଣି। ତୁ ଏଠାରେ ବସ, ମୁଁ ବୋହୂକୁ ଚା ଏବଂ ଜଳଖିଆ ଆଣିବାକୁ କହୁଛି। ଗୋଦାବରୀ ଏହା କହିବା ମାତ୍ରେ ମଧୁ କହିଲେ, ମା, ମୁଁ ମଧ୍ୟ ଭିତରକୁ ଆସୁଛି। କିଛି ସମୟ ବିଶ୍ରାମ ନେବି। ବନୱାରୀଲାଲଙ୍କ ବୃଦ୍ଧ ମା ଅଗଣାରେ ଏକ କୋଣରେ ଚେୟାରରେ ବସି ସବୁ ଦେଖୁଥିଲେ। ଗୋଦାବରୀ ଦେବୀ ଏବଂ ମଧୁ ଭିତରକୁ ଯିବା ପରେ ସେ ବନୱାରୀଲାଲଙ୍କୁ ନିଜ ପାଖକୁ ଡାକି କହିଲେ, ଦେଖ ବନୱାରୀ, ଯାହା ଘଟୁଛି ତାହା ଆଦୌ ଭଲ ନୁହେଁ। ତୁ ଝିଅକୁ ଏତେ ମୁଣ୍ଡରେ ବସାଇବା ଭଲ କଥା ନୁହଁ। ଏବେ ଯଦି ମୁଁ ଗୋଦାବରୀ ବୋହୂକୁ କିଛି କୁହେ ତେବେ ସେ ମୋ ଉପରେ ରାଗିଯିବ। ତେଣୁ ତୁ ହିଁ ତାକୁ ବୁଝା। ହଁ ହଁ ବୋଉ, ଚିନ୍ତା କର ନାହିଁ। ସେ ଏଠାରେ କିଛି ଦିନ ରହିଗଲେ ସବୁ କିଛି ଠିକ୍ ହୋଇଯିବ। ଏହା କହି ବନୱାରୀଲାଲ ତାଙ୍କ ରୁମକୁ ଚାଲିଗଲେ। ଯେତେବେଳେ ମୀନାକ୍ଷୀ ମଧୁ ପାଇଁ ଚା ନେଇ ରୁମକୁ ଆସିଲେ, ସେ ତାଙ୍କ ପାଖରେ ବସି କହିଲେ, ମଧୁ, କ'ଣ ହେଲା? ଭାଉଜ, ମୁଁ ତୁମକୁ କ'ଣ କହିବି? ମୋ ଶତ୍ରୁକୁ ମଧ୍ୟ ଏପରି ଶାଶୁ ନ ମିଳୁ। ମୁଁ ଜାଣି ନାହିଁ ସେ ମୋ ସ୍ୱାମୀଙ୍କୁ ମୋ ପଛରେ ଏମିତି କ'ଣ କୁହନ୍ତି ଯେ ସେ ଅଫିସରୁ ଆସିବା ମାତ୍ରେ ମୋ ଉପରେ ରାଗିଯାନ୍ତି। ସେ ମୋତେ ମାରପିଟ କରନ୍ତି। ସେ ମୋ ଭିତରେ କେବଳ ଖୁଣ ହିଁ ଖୁଣ ଦେଖନ୍ତି। ସେ କେବଳ ତାଙ୍କ ମାର ଦୁଃଖ ଯନ୍ତ୍ରଣା ବୁଝନ୍ତି। କିନ୍ତୁ ମଧୁ, ଘରେ ତ ଏପରି ଛୋଟ ଛୋଟ କଥା ଘଟିଥାଏ। ତୁମକୁ ତ ଶାନ୍ତ ମନରେ କାମ କରିବାର ଥିଲା। ଯଦି ତୁମେ ତୁମ ସ୍ୱାମୀଙ୍କୁ ପ୍ରେମର ସହିତ ବୁଝାଇଥାନ୍ତ ତେବେ ସେ ନିଶ୍ଚିତ ଭାବରେ ବୁଝିପାରିଥାନ୍ତେ। ମୀନାକ୍ଷୀ ତାଙ୍କୁ ବୁଝାଇଲେ। ହଁ ଭାଉଜ, ତୁମେ କ'ଣ ଭାବୁଛ? ମୁଁ ଚାହୁଁନାହିଁ ଯେ ମୋ ଘର ସଜାଡ଼ି ଯାଉ। ଯଦି ସେମାନେ ବୁଝିବାକୁ ହିଁ ପ୍ରସ୍ତୁତ ନୁହନ୍ତି ତେବେ ମୁଁ କ'ଣ କରିବି? ଭାଉଜ, ମୁକେଶ ଭାଇ ବହୁତ ଭଲ ଯେ ତୁମ ସହିତ ପ୍ରେମରେ କଥା ହୁଅନ୍ତି, କିନ୍ତୁ ସମସ୍ତେ ସମାନ ନୁହନ୍ତି। ମୁଁ ବୋଲି ସେମାନଙ୍କୁ ସହ୍ୟ କରୁଛି। ଯଦି ତୁମକୁ ଏପରି ଶାଶୁ ଏବଂ ସ୍ୱାମୀ ମିଳିଥାନ୍ତେ ତେବେ ତୁମେ 2 ଦିନ ବି ସେମାନଙ୍କୁ ସହିପାରି ନଥାନ୍ତ। ମଧୁ ତାଙ୍କ ଭାଉଜଙ୍କୁ କହିଲେ। ତାପରେ ମୀନାକ୍ଷୀ ପୁଣି କହିଲେ, ନା ମଧୁ, ସେମିତି ନୁହେଁ। ଆମ ଘର ସଜାଡ଼ିବା ପାଇଁ ଯଦି ଆମକୁ ଟିକେ ନଇଁ ଯିବାକୁ ପଡ଼େ ତେବେ କୌଣସି କ୍ଷତି ନାହିଁ। କିନ୍ତୁ ଭାଉଜ, ମୁଁ କେତେ ନଇଁବି? ଏବେ ତୁମେ ଦେଖ, ମୋ ମା ତୁମର କେତେ ଯତ୍ନ ନେଉଛନ୍ତି। ଆଉ ମୋ ଶାଶୁ ଅଛନ୍ତି ଯିଏ ମୋ ସ୍ୱାମୀଙ୍କୁ ମୋ ବିରୁଦ୍ଧରେ ଉସ୍କାଉଛନ୍ତି। ଅନ୍ୟମାନଙ୍କୁ ବୁଝାଇବା ବହୁତ ସହଜ, କିନ୍ତୁ ଯେତେବେଳେ ନିଜ ସହିତ ଘଟେ ସେତେବେଳେ ତୁମେ ଜାଣିପାରିବ। ମଧୁ ଏହା କହିବା ମାତ୍ରେ ମୀନାକ୍ଷୀ ଚୁପ୍ ରହିଗଲେ। ସେ ବୁଝିପାରିଲେ ଯେ ମଧୁ କିଛି ଶୁଣିବାକୁ ପ୍ରସ୍ତୁତ ନୁହନ୍ତି। ମୀନାକ୍ଷୀ ରୋଷେଇ ବାହାନାରେ ସେଠାରୁ ଉଠି ଚାଲିଗଲେ। ପରଦିନ ରାକ୍ଷୀ ଥିଲା। ତେଣୁ ସକାଳୁ ଉଠି ମୀନାକ୍ଷୀ ସମସ୍ତ ପ୍ରକାର ରୋଷେଇ ପ୍ରସ୍ତୁତ କରି ରଖିଲେ। ମଧୁ ତାଙ୍କ ଭାଇ ମୁକେଶଙ୍କୁ ରାକ୍ଷୀ ବାନ୍ଧିଲେ। ତାପରେ ମୁକେଶ ଜଳଖିଆ ଖାଇ ତାଙ୍କ ବାପା ବନୱାରୀଲାଲଙ୍କ ସହିତ ଦୋକାନକୁ ଚାଲିଗଲେ। ତାପରେ ମୀନାକ୍ଷୀ ଗୋଦାବରୀ ଦେବୀ ଏବଂ ମଧୁଙ୍କୁ ଖାଇବାକୁ ଦେଲେ। ଏହାପରେ ସେ ବାସନକୁସନ ସଫା କରିବାକୁ ରୋଷେଇ ଘରକୁ ଚାଲିଗଲେ। ତାପରେ ଗୋଦାବରୀ ଦେବୀ ତାଙ୍କ ଝିଅ ମଧୁକୁ କହିଲେ, ଦେଖ ଝିଅ, ମୁଁ ତତେ କହିଥିଲି ନା, ତୁ ବାପା ଘରେ ରହିଲେ ତୋର କୌଣସି ପ୍ରକାରର ଅସୁବିଧା ହେବ ନାହିଁ। ଆରାମରେ ବସି ଖା ଏବଂ ବିଶ୍ରାମ କର। ଅନ୍ୟପଟରେ ଏହି ସମୟରେ ମଧୁଙ୍କ ଶ୍ୱଶୁର ଘରେ ବିଶାଲଙ୍କୁ ଫୋନ ଆସିଲା। ନମସ୍କାର, ଆପଣ କ'ଣ ଶ୍ରୀଯୁକ୍ତ ବିଶାଲ କହୁଛନ୍ତି? ମୁଁ ପୋଲିସ ଷ୍ଟେସନରୁ ଫୋନ କରୁଛି। ଆପଣଙ୍କ ବିରୁଦ୍ଧରେ ଏକ ଅଭିଯୋଗ ଆସିଛି। ଦୟାକରି ଯଥାଶୀଘ୍ର ଏଠାରେ ଆସି ପହଞ୍ଚି ଯାଆନ୍ତୁ। ଏହା ଶୁଣି ବିଶାଲ ଆଶ୍ଚର୍ଯ୍ୟ ହୋଇଗଲେ। ସନ୍ତୋଷୀ ଦେବୀ ମଧ୍ୟ ଚିନ୍ତିତ ହୋଇଗଲେ। ଯେତେବେଳେ ବିଶାଲ ପୋଲିସ ଷ୍ଟେସନକୁ ଯାଇ ଘରକୁ ଆସିଲେ, ସନ୍ତୋଷୀ ଦେବୀ ପଚାରିଲେ, ପୁଅ, ପୋଲିସ କ'ଣ କହିଲା? ବିଶାଲ ହତାଶ ସ୍ୱରରେ କହିଲେ,
ସେମାନେ କ'ଣ କହିବେ? ମଧୁ ଏବଂ ତାଙ୍କ ପରିବାର ଲୋକେ ଆମ ବିରୁଦ୍ଧରେ ପୋଲିସରେ ଅଭିଯୋଗ କରିଛନ୍ତି। ଏପରି କହିଛନ୍ତି ଯେ ଆମେ ଯୌତୁକ ପାଇଁ ମଧୁକୁ ପ୍ରତିଦିନ ମାରପିଟ କରୁଛୁ। କିନ୍ତୁ ପୁଅ, ଆମେ କେବେ ଯୌତୁକର କଥା ଉଠାଇ ନାହୁଁ ମଧ୍ୟ। ସନ୍ତୋଷୀ ଦେବୀ ଯେତେବେଳେ ଏପରି କହିଲେ, ବିଶାଲ କହିଲେ, ହଁ ମା, ମଧୁ ଏବଂ ତାଙ୍କ ପରିବାର ଆମକୁ ମିଛ ଅଭିଯୋଗରେ ଫସାଇବାକୁ ଚାହୁଁଛନ୍ତି। ପୁଅ, ମୁଁ ତ କହୁଛି ଥରେ ସେମାନଙ୍କ ସହିତ ଯାଇ କଥା ହେବା। ଯଦି ଏହି ମାମଲା ଏହିପରି ସମାଧାନ ହୋଇଯାଏ ତେବେ ହିଁ ଭଲ ହେବ। ସନ୍ତୋଷୀ ଦେବୀ କହିଲେ, ନା ମା, ମୁଁ ସେମାନଙ୍କ ଆଗରେ ମୁଣ୍ଡ ନୁଆଇବି ନାହିଁ। ଯେତେବେଳେ ବିଶାଲ ଏହା କହିଲେ, ତାଙ୍କ ସାନ ଭାଇ ରାଜେଶ ସଙ୍ଗେ ସଙ୍ଗେ କହିଲେ, ମା ସମ୍ପୂର୍ଣ୍ଣ ଠିକ୍ କହୁଛନ୍ତି ଭାଇ। ଯଦି ଆମେ କୋର୍ଟ କଚେରୀ ମାମଲାରେ ଥରେ ଫସିବା ତେବେ ବାହାରକୁ ବାହାରିବା କଷ୍ଟକର ହୋଇଯିବ। ଆଜି ସନ୍ଧ୍ୟାରେ ଚାଲ ମୁହାଁମୁହିଁ ବସି କଥା ହେବା। ବିଶାଲକୁ ଏହି କଥା ପସନ୍ଦ ଆସିଲା। ଅନ୍ୟପଟରେ ବନୱାରୀଲାଲ ମଧୁଙ୍କ ପିତା ଯେତେବେଳେ ସନ୍ଧ୍ୟାରେ ଘରକୁ ଫେରିଲେ, ମଧୁ ଡ୍ରଇଂ ରୁମରେ ବସି ଟିଭି ଦେଖୁଥିଲେ। ତାଙ୍କ ମା ମଧ୍ୟ ସେଠାରେ ବସିଥିଲେ। ବନୱାରୀଲାଲ ନିଜ ଝିଅ ପାଖରେ ବସି କହିଲେ, ଝିଅ, ମୁଁ କହୁଛି ଯେ ତୁମେମାନେ ପ୍ରେମର ସହ ବସି ଏହି ମାମଲାର ସମାଧାନ କଲେ ଭଲ ହେବ। ଏହା ଶୁଣି ମଧୁ କହିଲେ, ନା ବାପା, ମୋ ଶାଶୁ ସାରା ଦିନ ବସି ଆରାମ କରିବେ ଆଉ ମୁଁ ବଳଦ ପରି ଖଟିବି। ମୁଁ ଏହା କରିପାରିବି ନାହିଁ। ତାପରେ ବନୱାରୀଲାଲ କହିଲେ, କିନ୍ତୁ ଝିଅ, ଘର କାମ କରିବାରେ କ'ଣ ଭୁଲ ଅଛି? ଠିକ୍ ସେତିକି ବେଳେ ଗୋଦାବରୀ ଦେବୀ ସେଠାକୁ ଆସି ପାଖରେ ରଖାଯାଇଥିବା ଚେୟାରରେ ବସି କହିଲେ, ତୁମେ କ'ଣ କହିବାକୁ ଚାହୁଁଛ? ଆମ ଝିଅ ସେହି ନର୍କକୁ ଯାଇ ଅଣନିଶ୍ୱାସୀ ହୋଇ ଜୀବନ ବିତାଉ। ଏହା ଶୁଣି ତାଙ୍କ ଶାଶୁ ଆଉ ସହ୍ୟ କରିପାରିଲେ ନାହିଁ। ତେଣୁ ସେ କହିଲେ, ଗୋଦାବରୀ ବୋହୂ, ତୁ କେଉଁ କଥାକୁ କୁଆଡ଼େ ନେଉଛୁ? ବନୱାରୀ କେବଳ ଏତିକି କହିଲା ଯେ ମିଳିମିଶି ରହିବାଠାରୁ ବଡ଼ ଖୁସି ଆଉ କିଛି ନାହିଁ। ଏହା ଶୁଣି ଗୋଦାବରୀ ଦେବୀ କ୍ରୋଧିତ ହୋଇ କହିଲେ, ମା, ଏଇଟା ଆମ ଝିଅର କଥା, ତେଣୁ ତୁମେ ନିଜ ମୁହଁ ବନ୍ଦ ରଖ। ଯୋଉ ରୁଟି ଦୁଇପଟ ମିଳୁଛି ତାକୁ ଚୁପଚାପ ଖାଇ ରାମ ନାମ ଜପ କର, ନଚେତ୍ ଏହା ଭଲ ହେବ ନାହିଁ। ଏ ସବୁ ଚାଲିଥିଲା ବେଳେ କବାଟରେ ଘଣ୍ଟି ବାଜିଲା। ମୀନାକ୍ଷୀ ଯାଇ ଦ୍ୱାର ଖୋଲିଲେ। ସାମ୍ନାରେ ବିଶାଳ ତାଙ୍କ ମାଙ୍କ ସହିତ ଠିଆ ହୋଇଥିଲେ। ମୀନାକ୍ଷୀ ସନ୍ତୋଷୀ ଦେବୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇ ତାଙ୍କୁ ଭିତରକୁ ଡାକିଲେ। ବନୱାରୀଲାଲ ସେମାନଙ୍କୁ ବସିବାକୁ କହିଲେ। ତାପରେ ଗୋଦାବରୀ ଦେବୀ ଆଖି ଦେଖାଇ କହିଲେ, ଭଉଣୀ, ଯେତେବେଳେ ତୁମକୁ ମୋ ଝିଅ ପସନ୍ଦ ନାହିଁ ତେବେ ଏଠାକୁ କ'ଣ କରିବାକୁ ଆସିଛ? ଏହାପରେ ସନ୍ତୋଷୀ ଦେବୀ ବହୁତ ବିନମ୍ର ଭାବରେ କହିଲେ, ଦେଖ ଭଉଣୀ, ଆରାମରେ ବସି କଥା ହେବା, ତେବେ ତ କିଛି ସମାଧାନ ମିଳିବ। ଆମେ ମଧ୍ୟ ଜାଣିବା ଉଚିତ ଯେ ଆମେ ଏପରି କ'ଣ ଭୁଲ କରିଛୁ ଯେ ଆପଣ ଏତେ ବଡ଼ ପଦକ୍ଷେପ ନେଲେ। ଏହା ଶୁଣି ମଧୁ ତୁରନ୍ତ କହିଲେ, ନା ମା, ଆପଣଙ୍କ ଭୁଲ ନୁହେଁ, ଏହା ମୋର ଭୁଲ। ଗୋଟିଏ କାମ କରନ୍ତୁ, ଆପଣଙ୍କ ପୁଅକୁ କୁହନ୍ତୁ ମୋତେ ଛାଡ଼ପତ୍ର ଦେବେ, ଯାହାଦ୍ୱାରା ଆପଣ ଶାନ୍ତିରେ ରହିପାରିବେ ଏବଂ ମୁଁ ମଧ୍ୟ ଏଥିରୁ ମୁକ୍ତ ହୋଇପାରିବି। ମଧୁ, ତୁ ତୋ ଶାଶୁଙ୍କ ସହିତ କିପରି କଥା ହେଉଛୁ? ବନୱାରୀଲାଲ ସଙ୍ଗେ ସଙ୍ଗେ ତାଙ୍କ ଝିଅକୁ କହିଲେ। ଏହା ଶୁଣି ଗୋଦାବରୀ ଦେବୀ କହିଲେ, ଏପରି ଲୋକଙ୍କ ସହିତ ଆଉ କିପରି କଥା ହେବା କଥା? ସେମାନେ ଆମ ଝିଅକୁ ଏତେ କଷ୍ଟ ଦେଇଛନ୍ତି, ଆମେ କ'ଣ ତାଙ୍କୁ ପୂଜା କରିବୁ? ଏହା ଶୁଣି ବିଶାଲ ତାଙ୍କର ନୀରବତା ଭାଙ୍ଗି କହିଲେ, ଦେଖ ମା, କେବଳ ଆମେ ଜାଣୁ କିଏ କାହାକୁ କେତେ କଷ୍ଟ ଦେଇଛି। ତା ଉପରେ ଆପଣମାନେ ଆମ ବିରୁଦ୍ଧରେ ପୋଲିସରେ ମିଥ୍ୟା ଯୌତୁକ ଅଭିଯୋଗ କରିଛନ୍ତି। ଏହି କଥା ଶୁଣି ବନୱାରୀଲାଲ ଆଶ୍ଚର୍ଯ୍ୟ ହୋଇଗଲେ। ଅନ୍ୟପଟେ ମୀନାକ୍ଷୀ ଏବଂ ମୁକେଶ ମଧ୍ୟ ଅବାକ୍ ହୋଇ ଠିଆ ହୋଇଗଲେ। କେହି ଏ ବିଷୟରେ କିଛି ଜାଣିନଥିଲେ। କିନ୍ତୁ ଆମେ ତ କିଛି ଅଭିଯୋଗ କରିନାହୁଁ। ଯେତେବେଳେ ବନୱାରୀଲାଲ ଏହା କହିଲେ, ଗୋଦାବରୀ ଦେବୀ କହିଲେ ଯେ ମୁଁ ଅଭିଯୋଗ କରିଛି। ଏମାନେ ମୋ ଝିଅ ଉପରେ ହାତ ଉଠାଇବାକୁ କିପରି ସାହସ କଲେ? ଠିକ୍ ସେତିକି ବେଳେ ମୀନାକ୍ଷୀ ସମସ୍ତଙ୍କ ପାଇଁ ଚା ଆଣିଲେ। ତାପରେ ସନ୍ତୋଷୀ ଦେବୀ କହିଲେ, ଦେଖନ୍ତୁ ଭାଇ, ଆପଣଙ୍କ ଘରେ ମଧ୍ୟ ବୋହୂଟିଏ ଅଛି। ସେ କ'ଣ ତା ଶ୍ୱଶୁର ଘରର ଦାୟିତ୍ୱ ତୁଲାଉ ନାହିଁ? ଯଦି ଆମେ ଆମ ବୋହୂଠାରୁ ଏହା ଆଶା କରୁ ତେବେ ଏଥିରେ କ'ଣ ଭୁଲ ଅଛି? ତାପରେ ସେ ଆମକୁ ଯେପରି କଥା କହିଲା, ତାହା ଖାଲି ଆମ ନୁହେଁ ବରଂ ଅନ୍ୟ କେହି ବି ସହ୍ୟ କରିବେ ନାହିଁ। ତାପରେ ଗୋଦାବରୀ ଦେବୀ କହିଲେ, ହଁ, ମୁଁ ମୋ ବୋହୂକୁ ଝିଅ ପରି ରଖିଛି, କିନ୍ତୁ ଆପଣ କେବେ ମଧୁକୁ ନିଜର ଝିଅ ବୋଲି ଭାବି ନାହାନ୍ତି। ତାପରେ ସନ୍ତୋଷୀ ଦେବୀ ହାତ ଯୋଡ଼ି କହିଲେ, ଠିକ୍ ଅଛି ଭଉଣୀ, ସବୁ ଦୋଷ ମୋର। ଏବେ ପିଲାମାନଙ୍କ ଘର ସଜାଡ଼ି ହେବାକୁ ଦିଅନ୍ତୁ। ଆମ ବୋହୂକୁ ଆମ ସହିତ ପଠାଇ ଦିଅନ୍ତୁ। ଭଉଣୀ, ଆମେ ମଧ୍ୟ ଚାହୁଁଛୁ ଯେ ଆମ ଝିଅ ତା ଶ୍ୱଶୁର ଘରେ ଖୁସିରେ। ବନୱାରୀଲାଲ ଏପରି କହୁଥିଲା ବେଳେ ଗୋଦାବରୀ ଦେବୀ ତାଙ୍କୁ ବାଧା ଦେଇ କହିଲେ, କିନ୍ତୁ ଆପଣ ମୋ ଝିଅର ଘର ବସିବାକୁ ଦେଉନାହାନ୍ତି। ଆପଣଙ୍କ କଥାରେ ବିଶାଲ ତାକୁ ପ୍ରତିଦିନ ପିଟୁଛନ୍ତି। ତାପରେ ସନ୍ତୋଷୀ ଦେବୀ କହିଲେ, ମୋ ପୁଅ ମଧୁ ଉପରେ କେବଳ ଥରେ ହାତ ଉଠାଇଛି ଏବଂ ତାହା ମଧ୍ୟ ସେତେବେଳେ ଯେତେବେଳେ ସେ ଅସଭ୍ୟତାର ସମସ୍ତ ସୀମା ପାର କରିଥିଲା। ଯଦି ଆପଣ ମୋ କଥାରେ ବିଶ୍ୱାସ କରୁନାହାନ୍ତି ତେବେ ଆପଣଙ୍କ ଝିଅକୁ ପଚାରନ୍ତୁ। ତାପରେ ବନୱାରୀଲାଲ କହିଲେ, ଗୋଦାବରୀ, ପ୍ରତ୍ୟେକ ଘରେ ଝଗଡ଼ା ହୁଏ। ମଧୁର ଶାଶୁ ତାକୁ ନେବାକୁ ଆସିଛନ୍ତି, ତେଣୁ ତାକୁ ସେମାନଙ୍କ ସହିତ ପଠାଇବା ଭଲ ହେବ। ହଁ ମା,
ଝିଅର ଘର ସଜାଡ଼ି ଦେବା ହିଁ ବୁଦ୍ଧିମାନର କାମ। ମୀନାକ୍ଷୀ ଏହା କହିବା ମାତ୍ରେ ଗୋଦାବରୀ ଦେବୀ କହିଲେ, ମୁଁ ମୋ ଝିଅକୁ ଏପରି ଘରେ ବିବାହ କରି ଭୁଲ କରିଛି, କିନ୍ତୁ ଏବେ ମୁଁ ତାକୁ ପୁଣି ସେହି ଘରକୁ ପଠାଇ ଆଉ ଥରେ ଭୁଲ କରିବି ନାହିଁ। ଆଉ ଭଉଣୀ, ତୁମେ ଯେଉଁ ମୁହଁରେ ଏଠାକୁ ଆସିଥିଲ ସେହି ମୁହଁରେ ଫେରିଯିବା ଉଚିତ ହେବ। ମୁଁ ମୋ ଝିଅକୁ କେବେ ବି ତୁମ ସହିତ ପଠାଇବି ନାହିଁ। ମୁକେଶ ମଧ୍ୟ ତାଙ୍କ ମାଆଙ୍କୁ ବୁଝାଇବାକୁ ଚେଷ୍ଟା କଲେ, କିନ୍ତୁ ଗୋଦାବରୀ ଦେବୀ ରାଜି ହେଲେ ନାହିଁ କି ମଧୁ ବି ନିଜ ଘରକୁ ଯିବାକୁ ପ୍ରସ୍ତୁତ ନଥିଲେ। ଏସବୁ ଶୁଣି ବିଶାଲ କହିଲା, ଯଥେଷ୍ଟ ହେଲା ମା, ଏବେ ଏଠାରେ ଠିଆ ହୋଇ ଆମେ ଆଉ ଅପମାନିତ ହେବା ନାହିଁ। ଚାଲ ଏଠାରୁ ଏବେ ଚାଲିଯିବା। ଯିବା ସମୟରେ ସନ୍ତୋଷୀ ଦେବୀ ବନୱାରୀ ଲାଲଙ୍କୁ କହିଲେ, ଭାଇ, ମୁଁ ଭାବିଥିଲି ଯେ ଏବେ କେବଳ ଆପଣ ହିଁ ଏହି ମାମଲାର ସମାଧାନ କରିପାରିବେ, କିନ୍ତୁ ଏଠାରେ କେହି ଆପଣଙ୍କ କଥା ହିଁ ଶୁଣିବାକୁ ପ୍ରସ୍ତୁତ ନାହାନ୍ତି। ତେବେ ସେମାନେ ଆମ କଥା କିପରି ଶୁଣିବେ? ଯଦି ସମ୍ଭବ ହୁଏ ଦୟାକରି ପୋଲିସରେ କରିଥିବା ମିଥ୍ୟା ଅଭିଯୋଗ ଫେରାଇ ନିଅନ୍ତୁ। ନା ଭଉଣୀ, ଆମେ ବସି କଥା ହେବା, ବନୱାରୀ ଲାଲ କହିଲେ। କିନ୍ତୁ ବିଶାଲ ସନ୍ତୋଷୀ ଦେବୀଙ୍କୁ ନେଇ ଫେରିଗଲେ। ତାପରେ ବନୱାରୀ ଲାଲ ତାଙ୍କ ସ୍ତ୍ରୀଙ୍କୁ କହିଲେ, ଗୋଦାବରୀ, ତୁମେ ଥାନାରେ କରିଥିବା ଅଭିଯୋଗକୁ ଏବେ ଫେରାଇ ନିଅ। ଏହା ଶୁଣି ଗୋଦାବରୀ ଦେବୀ କହିଲେ, ମୋର ଯାହା କରିବାର ଅଛି ମୁଁ ତାହା କରିବି, ତୁମେ ତୁମର କାମ କର। ଏହାପରେ ବନୱାରୀ ଲାଲ କହିଲେ, ଗୋଦାବରୀ, ମୁଁ ଭାବୁନାହିଁ ଯେ ତୁମେ ତୁମ ଝିଅର ଘର ବସିବାକୁ ଦେବ। ସେମାନେ ମଧୁକୁ ନେଇଯିବାକୁ ଆସିଥିଲେ, କିନ୍ତୁ କେବଳ ତୁମ ଯୋଗୁଁ କଥାଟି ବିଗିଡ଼ିଗଲା। ତାପରେ ମୁକେଶ ମଧୁକୁ କହିଲେ, ମଧୁ, ମତେ ଗୋଟିଏ କଥା ସତ ସତ କହ, ବିଶାଲ କ'ଣ ଯୌତୁକ ପାଇଁ ତତେ ମାରାମାରି କରୁଛନ୍ତି? ତୁମେ ମୋ ଉପରେ କାହିଁକି ବିଶ୍ୱାସ କରୁନାହଁ ଭାଇ? ମଧୁ ଏହା କହିବା ପରେ ଗୋଦାବରୀ ଦେବୀ କହିଲେ, ଏ ସବୁ ସମସ୍ୟାର ସମାଧାନ କରିବାକୁ ଘରର ବଡ଼ମାନେ ଅଛନ୍ତି। ତୁମକୁ ଏହି ମାମଲାରେ ପଞ୍ଚାୟତ କରିବାର ଆବଶ୍ୟକତା ନାହିଁ। ମା, ଯଦି ଘରର ବଡ଼ମାନେ ଏହି ସମସ୍ୟାର ସମାଧାନ କରିପାରନ୍ତେ ତେବେ ସେମାନେ ଏହା କରିସାରିଥାନ୍ତେ ଏବଂ ମଧୁକୁ ତାଙ୍କ ଶାଶୁଘର ଲୋକଙ୍କ ସହିତ ପଠାଇ ଦେଇଥାନ୍ତେ। ତାପରେ ମଧୁ ଉଚ୍ଚ ସ୍ୱରରେ କହିଲେ, ବାପା, ତୁମେ ସମସ୍ତେ ମିଶି ମତେ କାହିଁକି ମାରିଦେଉନାହଁ? ତୁମର ଏବଂ ମୋ ଶ୍ୱଶୁର ଘରର ସବୁ ସମସ୍ୟାର ସମାଧାନ ହୋଇଯିବ। ସମସ୍ତେ ମିଶି ମତେ ସେଠାକୁ ପଠାଇବାକୁ ଜିଦ୍ କରୁଛନ୍ତି। କେବଳ ମୋ ମା ହିଁ ମତେ ବୁଝୁଛନ୍ତି। ଏହା ଶୁଣି ମୀନାକ୍ଷୀ କହିଲେ, ମଧୁ, ଆମେ ତୁମର ହିଁ ପରିବାର। ଆମେ ତୁମର ମଙ୍ଗଳ ଚାହୁଁଛୁ। ତୁମେ ନିଜେ ଭାବ ଯେ ସବୁଦିନ ପାଇଁ ତୁମେ ନିଜ ମା ଘରେ ରହିପାରିବ ନାହିଁ। ଭାଉଜ, ତୁମ ଶାଶୁ ଘରେ ସମସ୍ତେ ଭଲ, ସେଥିପାଇଁ ତୁମେ ଏମିତି କହୁଛ। ମଧୁ ଏହା କହିବା ମାତ୍ରେ ଗୋଦାବରୀ ଦେବୀ ବି ରାଗି କହିଲେ, ବୋହୂ, ତୁ ତୋ ଜ୍ଞାନ ନିଜ ପାଖରେ ରଖ। ମୁଁ ସବୁ ଜାଣିଛି। ତୁ ଯା ଏବଂ ରୋଷେଇ ଘରର କାମ କର। ମୀନାକ୍ଷୀ ରୋଷେଇ ଘରକୁ ଚାଲିଗଲେ ଏବଂ ମୁକେଶ ଓ ବନୱାରୀ ଲାଲ ମଧ୍ୟ କିଛି କାମରେ ବାହାରକୁ ଚାଲିଗଲେ। ଏହାପରେ ଗୋଦାବରୀ ଦେବୀ କହିଲେ, ଝିଅ, ମୋ କଥା ଶୁଣ। ମୁଁ ଏଠାରେ ଥିବା ପର୍ଯ୍ୟନ୍ତ ତୋ ଭାଉଜ ତତେ କିଛି କହିବ ନାହିଁ। ଯଦି ଘରେ କେହି ତତେ କିଛି କହେ ମୁଁ ତାକୁ ଠିକ୍ ଭାବରେ ବୁଝାଇବି। ତେଣୁ ମଧୁ ଆଖି ଛଳଛଳ କରି କହିଲା, ମା, ଏହି ଘରର କୌଣସି ସଦସ୍ୟ ମତେ ଏଠାରେ ଦେଖି ଖୁସି ନୁହନ୍ତି। ସମସ୍ତେ ମତେ ବିଦା କରିବାକୁ ପ୍ରସ୍ତୁତ। ଗୋଦାବରୀ ଦେବୀ କହିଲେ, ତୋର ଚିନ୍ତା କରିବାର ଆବଶ୍ୟକତା ନାହିଁ। ତୁ ଏଠାରେ ଆରାମରେ ରହ। ମୁଁ ତୋ ଭାଉଜକୁ ଦେଶୀ ଘିଅରେ ହାଲୱା କରିବାକୁ କହିବି। ଆରାମରେ ବସି ଖାଇବୁ। ହଁ ମା, ସମସ୍ତଙ୍କ କଥା ଶୁଣି ମୋର ମଧ୍ୟ ମନ ଭାଙ୍ଗି ଯାଇଛି। ତୁମେ ହାଲୱା ପ୍ରସ୍ତୁତ କରି ଶୀଘ୍ର ଆଣ। ହଁ, ହାଲୱାରେ ବାଦାମ ମଧ୍ୟ ପକେଇବ। ଏହା କହି ମଧୁ ସୋଫାରେ ଶୋଇପଡ଼ିଲେ। ଏହି ଘଟଣାକୁ ଗୋଟିଏ ସପ୍ତାହ ବିତିଗଲା। ମଧୁଙ୍କ ଭାଉଜ ମୀନାକ୍ଷୀ ତାଙ୍କ ରୁମ୍ରେ ବସିଥିଲେ। ଠିକ୍ ସେତିକିବେଳେ ମୁକେଶ ରୁମ୍ ଭିତରକୁ ଆସି କହିଲେ, ମୁଁ ବୁଝିପାରୁନାହିଁ ଏହି ସମସ୍ୟାର ସମାଧାନ କିପରି ହେବ। ମୀନାକ୍ଷୀ କହିଲେ, ମୁଁ କହୁଛି ମଧୁଙ୍କୁ ଯେତେ ଶୀଘ୍ର ତାଙ୍କ ଘରକୁ ପଠାଯିବ ସେତେ ଭଲ ହେବ। ମୀନାକ୍ଷୀ, ମୁଁ ମଧ୍ୟ ଚାହୁଁଛି ଯେ ସେ ଠିକ୍ ସମୟ ମଧ୍ୟରେ ତା ଘରକୁ ଚାଲିଯାଉ। ଯେତେବେଳେ ପଡ଼ୋଶୀ ଏବଂ ସମ୍ପର୍କୀୟମାନେ ଏହା ବିଷୟରେ ଜାଣିବେ ଆମର ଆଉ ଇଜ୍ଜତ ରହିବ ନାହିଁ। ମୁକେଶ କହିଲେ। ଏହାପରେ ମୀନାକ୍ଷୀ କହିଲେ, କିନ୍ତୁ ମା ତ ଏହା ବୁଝୁନାହାନ୍ତି। ସେହି ଦିନ ଯେତେବେଳେ ମଧୁଙ୍କ ଶ୍ୱଶୁର ଘର ଲୋକ ଘରକୁ ଆସିଥିଲେ ସେମାନଙ୍କ କଥା ଶୁଣି ମଧୁର ହିଁ ଦୋଷ ଥିଲା ପରି ଲାଗୁଥିଲା। ଆରେ ମୀନାକ୍ଷୀ, ସବୁ ମଧୁର ହିଁ ଦୋଷ। ବିବାହ ପୂର୍ବରୁ ସେ ଏହି ଘରେ 23 ବର୍ଷ ଧରି ମୋ ସହ ଥିଲା। ମୁଁ କ'ଣ ତା ସ୍ୱଭାବ ଜାଣିନାହିଁ? ମୁକେଶ ବିରକ୍ତ ହୋଇ କହିଲେ। ତାପରେ ମୀନାକ୍ଷୀ କହିଲେ, କିନ୍ତୁ ମା ସବୁବେଳେ ତାଙ୍କ ପକ୍ଷ ନିଅନ୍ତି। ଯଦି ଏମିତି ହିଁ ଚାଲେ ତେବେ ଆମ ଘରେ ଝଗଡ଼ା ଆରମ୍ଭ ହୋଇଯିବ। ମଧୁ କିଛି କାମ କରୁନାହିଁ। ଖାଇଲେ ବି ସେ ପ୍ଲେଟକୁ ପଖାକୁ ଠେଲିଦିଏ। ସେ ନିଜେ ପାଣି ଗ୍ଲାସ ବି ନିଅନ୍ତି ନାହିଁ। ମା ମୋତେ ଆଦେଶ ଦିଅନ୍ତି ଏବଂ ମୁଁ ତାଙ୍କ ପାଇଁ ପାଣି ଆଣେ। ଏବେ ଯଦି ଘରେ ସଦସ୍ୟଙ୍କ ସଂଖ୍ୟା ବଢ଼ିଯାଏ ତେବେ କ'ଣ କାମ ବଢ଼ିବ ନାହିଁ? ମୁଁ ମଧ୍ୟ ସାରାଦିନ ଘର କାମ କରି କରି ହାଲିଆ ହୋଇଯାଉଛି। ଏବେ ଯଦି ମୁଁ ତାଙ୍କୁ ଘର ସଫା କରିବାରେ ସାହାଯ୍ୟ କରିବାକୁ କୁହେ ସେ ମନା କରନ୍ତି। ଯଦି ମୁଁ ତାଙ୍କୁ ପନିପରିବା କାଟିବାକୁ କୁହେ ସେ ମନା କରନ୍ତି। ତା ଉପରେ ସେ କହୁଛନ୍ତି ଯେ ମୁଁ ଏହି ଘରର ଚାକରାଣୀ ନୁହେଁ। ଏସବୁ ତୁମର କର୍ତ୍ତବ୍ୟ, ତୁମେ କର। ଏହା ଶୁଣି ମୁକେଶ କହିଲେ, ମୀନାକ୍ଷୀ, ମୁଁ ଜାଣିଛି ସେ କୌଣସି କାମ କରିବ ନାହିଁ।
ତାକୁ ତ ମା ମୁଣ୍ଡରେ ବସାଇ ବିଗାଡ଼ି ଦେଇଛନ୍ତି। ନଚେତ୍ ମୁଁ ତାକୁ ଉଚିତ ଶିକ୍ଷା ଦେଇଥାନ୍ତି। ଦେଖ, ମୁଁ କେବଳ ଚାହୁଁଛି ଯେ ଘରେ କୌଣସି ଝଗଡ଼ା ନ ହେଉ, ନଚେତ୍ ଦୁନିଆ ଲୋକ ନାଟ ଦେଖିବେ। ସେ ଛୋଟ ଛୋଟ କଥାରେ ଝଗଡ଼ା କରିବାକୁ ଆରମ୍ଭ କରୁଛନ୍ତି। ମା, ଭାଉଜ ମୋ ପସନ୍ଦର ଖାଇବା ରାନ୍ଧୁନାହାନ୍ତି। ସେ ଚାହାନ୍ତି ନାହିଁ ଯେ ମୁଁ ଏହି ଘରେ ରହେ ଇତ୍ୟାଦି। ମୋତେ କୁହ, ମୁଁ କ'ଣ କରିବି? ଯଦି ମୋ ସ୍ଥାନରେ ଅନ୍ୟ କେହି ଥାନ୍ତା, ତେବେ ସେ ଏବେ ସୁଦ୍ଧା ଘରେ ଅଶାନ୍ତି କରିସାରନ୍ତାଣି। ମୁଁ ତ ଏବେ ବି ଚୁପ୍ ଅଛି, ମୀନାକ୍ଷୀ କହିଲେ। ଏହାପରେ ମୁକେଶ ପୁଣି କହିଲେ, ମୀନାକ୍ଷୀ, ମୁଁ ମଧ୍ୟ ଏହା ଜାଣେ। ତାପରେ ମୀନାକ୍ଷୀ କହିଲେ, ଯଦି ମୁଁ ତାକୁ କିଛି କଥା କହେ, ତେବେ ସେ କହୁଛନ୍ତି ଯେ ମୋ ମା ଏତେ ଭଲ ଯେ ସେ ତୁମର ଏତେ ଯତ୍ନ ନିଅନ୍ତି। କିନ୍ତୁ ସେ ବୁଝନ୍ତି ନାହିଁ ଯେ ଭଲ ଲୋକମାନେ ଭଲ ଲୋକଙ୍କ ସହିତ ଭଲ ଭାବରେ ମିଶିଯାଆନ୍ତି। ଲୋକ ଲଜ୍ଜା ପାଇଁ ମୁଁ ଚୁପ୍ ଅଛି, ଯେମିତି ଝଗଡ଼ା ବଢ଼ି ନଯାଏ। ନା ନା ମୀନାକ୍ଷୀ, ତୁମେ କିଛି କୁହ ନାହିଁ, ନଚେତ୍ ମା ତୁମକୁ ଛାଡ଼ିବେ ନାହିଁ, ମୁକେଶ ମୀନାକ୍ଷୀକୁ ବୁଝାଇଲେ। ଏହାପରେ ମୀନାକ୍ଷୀ କହିଲେ, ସେଥିପାଇଁ ମୁଁ ତୁମକୁ କହୁଛି ଯେ ତାଙ୍କୁ ପ୍ରେମରେ ବୁଝାଅ, ଯାହାଦ୍ୱାରା ସେ ଶାନ୍ତିରେ ତାଙ୍କ ଘରକୁ ଯିବେ। ଠିକ୍ ଅଛି, ମୁଁ ମଧୁ ସହ କଥା ହେବି। ତୁମେ ତୁମର କାମ ସାରିନିଅ। ଏହା କହି ମୁକେଶ ତାଙ୍କ ରୁମ୍ରୁ ବାହାରିଗଲେ। ବାହାରି ଆସି ଦେଖିଲେ ଯେ ମଧୁ ଏକା ବସି ତାଙ୍କ ମୋବାଇଲରେ ବ୍ୟସ୍ତ ଅଛନ୍ତି। ମୁକେଶ ତାଙ୍କ ପାଖରେ ବସି କହିଲେ, ମଧୁ, ତୋର ପରବର୍ତ୍ତୀ ଯୋଜନା କ'ଣ କରିବୁ? ତାପରେ ମଧୁ ରାଗିଯାଇ କହିଲେ, ଭାଇ, ମୁଁ ମୋ ଘରକୁ ଯିବି। ମୁଁ ତୁମ ଉପରେ ବୋଝ ହୋଇ ବସିବି ନାହିଁ, କିନ୍ତୁ ଗୋଟିଏ ସର୍ତ୍ତରେ ଯିବି। ସର୍ତ୍ତ? କି ପ୍ରକାର ସର୍ତ୍ତ? ମୁକେଶ ଆଶ୍ଚର୍ଯ୍ୟ ହୋଇ ପଚାରିଲେ। ତାପରେ ମଧୁ କହିଲେ, ମୁଁ ମୋ ସ୍ୱାମୀ ବିଶାଲଙ୍କ ସହିତ ଅଲଗା ରହିବାକୁ ଚାହେଁ। ତାପରେ ମୁକେଶ ତାଙ୍କ ମୁଣ୍ଡରେ ହାତ ଦେଇ କହିଲେ, ଘରେ ମୋଟାମୋଟି ତୁମେ 4 ଜଣ। ତାପରେ ତୁ ସେମାନଙ୍କ ମଧ୍ୟରେ ଭାଗ ବଣ୍ଟା ଚାହୁଁଛୁ? କାହିଁକି ଭାଇ? 4 ଜଣଙ୍କ କାମ କ'ଣ କମ୍? ପ୍ରଥମତଃ ମୋ ଶାଶୁ ଯିଏ ସବୁବେଳେ ଶଯ୍ୟାଶାୟୀ, ଏବଂ ଦ୍ୱିତୀୟତଃ ମୋ ଦିଅର, ଯାହାର ବିବାହ ସେମାନେ କରିବାକୁ ଚିନ୍ତା ମଧ୍ୟ କରନ୍ତି ନାହିଁ। ଯଦି ସେ ବିବାହ କରେ, ତେବେ ମୋର କାମ ମଧ୍ୟ ଟିକେ କମିଯିବ। ମଧୁଙ୍କଠାରୁ ଏପରି ଶୁଣି ମୁକେଶ କହିଲେ, ମଧୁ, ଏହା ସେମାନଙ୍କର ଚିନ୍ତାର ବିଷୟ, କିନ୍ତୁ ତୁ ଏତିକି ଜାଣିନେ ଯେ ମୁଁ 4 ଜଣଙ୍କ ଭିତରେ ଭାଗବଣ୍ଟା ବିଷୟରେ କଥା ହେବି ନାହିଁ। ଏହା ଶୁଣି ମଧୁ ରୋକଠୋକ କହିଲେ, ତେବେ ଠିକ୍ ଅଛି, ଯଦି ଭାଗବଣ୍ଟା ନ ହୁଏ, ତେବେ ମୁଁ ମଧ୍ୟ ଯିବି ନାହିଁ, କାରଣ ମୁଁ ଏତେ କାମ କରିପାରିବି ନାହିଁ। ଏହି ସମୟରେ ଗୋଦାବରୀ ଦେବୀ ସେଠାକୁ ଆସି କହିଲେ, ଭାଇ ଭଉଣୀଙ୍କ ମଧ୍ୟରେ କ'ଣ ଚାଲିଛି? ତାପରେ ମଧୁ କହିଲେ, ଆଉ କ'ଣ କଥା? ଏମାନେ ମୋତେ ମୋ ଶ୍ୱଶୁର ଘରକୁ ଫେରିଯିବାକୁ କହୁଛନ୍ତି। ହେ ଭଗବାନ, ଯାହାକୁ ଦେଖ ସେ ତାକୁ ତାର ଶ୍ୱଶୁର ଘରକୁ ପଠାଇବାକୁ ଜିଦ୍ ଧରିଛି। ଯଦି ସେ ତାର ବାପା ଘରେ ଆସି ବସିଛି, ତେବେ ସେ କ'ଣ ଅପରାଧ କରିଛି? ତୁ ମୋ ଝିଅକୁ ପସନ୍ଦ କରୁନାହୁଁ କି? ଯେତେବେଳେ ଗୋଦାବରୀ ଦେବୀ ଏହା କହିଲେ, ମୁକେଶ କହିଲେ, ମା, ଏବେ ତୁମେ ତାକୁ ସପୋର୍ଟ କରୁଛ, କିନ୍ତୁ ପରେ ତୁମେ ପଶ୍ଚାତାପ କରିବ। ଏହା ଶୁଣି ମଧୁ କହିଲେ, ମା, ମୁଁ ଗୋଟିଏ କାମ କରୁଛି, ଚୁପଚାପ ମୋ ଶ୍ୱଶୁର ଘରକୁ ଯାଉଛି। ଯଦି ସେମାନେ ମୋତେ ହଇରାଣ କରନ୍ତି, ମୁଁ ସହ୍ୟ କରିନେବି। ଆଉ ଯଦି ମୁଁ ସହ୍ୟ କରିନପାରେ, ତେବେ ମୁଁ କୁଆଡ଼େ ଯାଇ ମରିଯିବି। ଅତି କମରେ ଏମାନେ ତ ଶାନ୍ତି ପାଇଯିବେ। ମଧୁ ଏହା କହିବା ମାତ୍ରେ ମୁକେଶ କହିଲେ, ମୁଁ ସେମାନଙ୍କୁ ବହୁତ ଭଲ ଭାବରେ ଜାଣେ। ତତେ କେହି କିଛି କୁହନ୍ତି ନାହିଁ। ଯଦି ତୁ ତୋ ପାଟିର କମ୍ ବ୍ୟବହାର କରନ୍ତୁ ଏବଂ ଘରର ଦାୟିତ୍ୱ ତୁଲାଇ ଥାଆନ୍ତୁ, ସବୁ ଠିକ୍ ହୋଇଯାଇଥାନ୍ତା। ତୁମେ ଦେଖ ମା, ମୋର ନିଜ ଲୋକମାନେ ମୋର ଶତ୍ରୁ ହୋଇଯାଇଛନ୍ତି। ମଧୁ କୁମ୍ଭୀର କାନ୍ଦଣା କାନ୍ଦି ଏହା କହିଲେ। ଗୋଦାବରୀ ଦେବୀ କହିଲେ, ଝିଅ, ତୋର ଏଠାରେ ରହିବାର ଯାହାର ଅସୁବିଧା ଅଛି, ସେ ଏହି ଘର ଛାଡ଼ି ଯାଇପାରିବେ, କିନ୍ତୁ ମୁଁ ତତେ କୁଆଡ଼େ ଯିବାକୁ ଦେବି ନାହିଁ। ଆଉ ମୁକେଶ, ତୋର କ'ଣ ଦିନରାତି କେବଳ ଗୋଟିଏ କାମ ଅଛି? ଏବେ ତାର ବାପା ମା ବଞ୍ଚିଛନ୍ତି, ତୋର ଚିନ୍ତା କରିବାର ଆବଶ୍ୟକତା ନାହିଁ। ଠିକ୍ ଅଛି ମା, ମୁଁ ତାର ମଙ୍ଗଳ ଚାହୁଁଥିଲି। ଯେତେବେଳେ କେହି ବୁଝିବାକୁ ପ୍ରସ୍ତୁତ ନୁହଁ, ତେବେ ତୁମର ଯାହା ଇଚ୍ଛା କର। ମୁଁ ଏବେଠାରୁ କିଛି କହିବି ନାହିଁ। ଏହା କହି ମୁକେଶ ସେଠାରୁ ଚାଲିଗଲେ। ମୀନାକ୍ଷୀ ପଛରେ ଠିଆ ହୋଇ ସବୁ କିଛି ଶୁଣୁଥିଲେ। ତାପରେ ଗୋଦାବରୀ ଦେବୀ କହିଲେ, ପ୍ରଥମେ ତ ଏ ଘରର ଲୋକ, ତାପରେ ଆମର ପଡ଼ୋଶୀ, ଯେଉଁମାନେ ମୋତେ ପ୍ରତିଦିନ ପଚାରୁଛନ୍ତି, ଗୋଦାବରୀ, ଝିଅ କେବେ ଘରକୁ ଯିବ? ଶାଶୁଘର ଲୋକମାନେ ଏତେ ଦିନ ପାଇଁ ତାଙ୍କ ବୋହୂକୁ କିପରି ପଠାଇଛନ୍ତି? ତାପରେ ମଧୁ କହିଲେ, ମା, ମୁଁ ଏଠାକୁ ଆସିଛି, ସାହି ପଡ଼ିଶା ଲୋକଙ୍କର ଏଥିରେ କାହିଁକି ମୁଣ୍ଡ ବ୍ୟଥା, ତାହା ମୁଁ ବୁଝିପାରୁନାହିଁ। ଠିକ୍ ସେତିକିବେଳେ ତାଙ୍କ ଭାଉଜ ମୀନାକ୍ଷୀ ସେଠାକୁ ଆସି କହିଲେ, ଏଇଟା ସମାଜ ମଧୁ, ଆଉ ସମାଜ ତ ଏପରି ପ୍ରଶ୍ନ ଉଠାଇବ। ତେଣୁ ତୁମେ ସ୍ଥିର ହୋଇ ନିଜ ଘର ସଜାଡ଼ି ନେବା ହିଁ ବୁଦ୍ଧିମାନର କାମ ହେବ। ମା, ଏଥର ଏହା ମୋ ସହିବା ବାହାରେ। ମୁଁ ବଞ୍ଚିବି କି ମରିବି, କିନ୍ତୁ ମୁଁ ଏଠାରେ ରହିବି ନାହିଁ। ମଧୁ ତାଙ୍କ ମାଆଙ୍କୁ କହିଲେ, ତୁ କାହିଁକି ଚାଲିଯିବୁ? ଆମେ ଦୁହେଁ ମା ଝିଅ ଏଠାରେ ଏକାଠି ରହିବା। ଯାହାକୁ ଯାହା କହିବାର ଅଛି ସେ କହୁ। ଗୋଦାବରୀ ଦେବୀ କ୍ରୋଧିତ ହୋଇ କହିଲେ। ଏହା ଶୁଣି ମଧୁ ଉତ୍ତର ଦେଲେ, କିନ୍ତୁ ମା, ତୁମର ପୁଅ ବୋହୂ। ଯଦି ତତେ କେହି ଗୋଟିଏ କଥା ବି କୁହେ, ତେବେ ତୁ ତାକୁ 4ଟା ଜବାବ ଦେ। ତତେ ଏଠାରେ ମୁଣ୍ଡ ପୋତି ରହିବାର ଆବଶ୍ୟକତା ନାହିଁ।
ଗୋଦାବରୀ ଦେବୀ ଝିଅକୁ ଶିଖାଇଲେ, ମା ମୁଁ ତୁମ ଝିଅ, ନୀରବରେ ମୁଣ୍ଡ ପୋତି ରହିବା ମୋ ରକ୍ତରେ ନାହିଁ। ଯଦି ମତେ ଏପରି ରହିବାର ଥିଲା ତେବେ କ'ଣ ମୁଁ ମୋ ଶ୍ୱଶୁର ଘରେ ରହିନଥାନ୍ତି? ଚାଲ ମା, ଭିତରକୁ ଯାଇ ଟିଭି ଦେଖିବା। ଏହା କହି ମଧୁ ସେଠାରୁ ଉଠି ଚାଲିଗଲେ ଏବଂ ଗୋଦାବରୀ ଦେବୀ ମଧ୍ୟ ତାଙ୍କ ପଛେ ପଛେ ଚାଲିଗଲେ। ଗୋଦାବରୀ ଦେବୀଙ୍କ ଶାଶୁ ମଧ୍ୟ ଅଗଣାରେ ବସି ସବୁ କିଛି ଶୁଣୁଥିଲେ। ସେ ମୀନାକ୍ଷୀକୁ ଇଙ୍ଗିତରେ ଡାକି କହିଲେ, ବୋହୂ, ଏହି ମା ଝିଅ କାହାର ନିୟନ୍ତ୍ରଣରେ ଆସିବେ ନାହିଁ। ଏହାପରେ ମୀନାକ୍ଷୀ କହିଲେ, କିନ୍ତୁ ଜେଜେମା ମୁଁ କ'ଣ କରିବି? ମା ଆଉ ମଧୁ ଯେତେ ବୁଝାଇଲେ ବି ବୁଝୁନାହାନ୍ତି। ଏହା ଶୁଣି ଗୋଦାବରୀ ଦେବୀଙ୍କ ଶାଶୁ କହିଲେ, ବୋହୂ, ଗୋଟିଏ ପୁରୁଣା କଥା ଅଛି ଯେ ଲାତର ଭୂତ କଥାରେ ମାନନ୍ତି ନାହିଁ। ଏମାନେ ହେଉଛନ୍ତି ସେହି ଲାତର ଭୂତ। ଆଗକୁ କ'ଣ, ତୁ ତ ବୁଦ୍ଧିମାନ। ମୀନାକ୍ଷୀ ତାଙ୍କ ଜେଜେମାଙ୍କ ଇଙ୍ଗିତକୁ ବହୁତ ଭଲ ଭାବରେ ବୁଝିପାରିଥିଲେ। ସେ କହିଲେ, ତୁମେ ଠିକ୍ କହୁଛ ଜେଜେମା, ଆମକୁ କିଛି କରିବାକୁ ପଡ଼ିବ। ଏହା ଭାବି ମୀନାକ୍ଷୀ ରୋଷେଇ ଘରକୁ ରୋଷେଇ କରିବାକୁ ଚାଲିଗଲେ। ଠିକ୍ ସେତିକି ବେଳେ ମଧୁଙ୍କ ମୋବାଇଲ ବାଜିବା ସେ ଶୁଣିପାରିଲେ। ମୀନାକ୍ଷୀ ବାହାରକୁ ଯାଇ ଦେଖିଲେ ଯେ ମଧୁ ଫୋନରେ କଥା ହେଉଥିଲେ। କଥା କ'ଣ ହେଉଥିଲେ, ସେ ତ ସିଂହ ପରି ଗର୍ଜନ କରୁଥିଲେ। ତୁମମାନଙ୍କୁ କିଛି ଲାଜ ଅଛି କି ନାହିଁ? ମୁଁ ତୁମକୁ କେତେଥର କହିସାରିଛି ଯେ ମୁଁ ସେହି ଘରକୁ ଫେରିବି ନାହିଁ। ତୁମେ ବୁଝିପାରୁନାହ କି? ତାପରେ ଅନ୍ୟ ପାର୍ଶ୍ୱରୁ ସନ୍ତୋଷୀ ଦେବୀଙ୍କ ସ୍ୱର ଶୁଣାଗଲା, ମଧୁ, ଏବେଠାରୁ ତତେ ଏହି ଘରେ କେବେ କୌଣସି ସମସ୍ୟା ହେବ ନାହିଁ। ବିଶାଲ ମଧ୍ୟ ତୋ ସହିତ କେବେ ବି ଖରାପ ବ୍ୟବହାର କରିବ ନାହିଁ। ସମସ୍ତ କଥାକୁ ଭୁଲି ଫେରି ଆସେ। ତାପରେ ମଧୁଙ୍କ ହାତରୁ ଫୋନ୍ ଛଡ଼ାଇ ନେଇ ଗୋଦାବରୀ ଦେବୀ କହିଲେ, ଭଉଣୀ, ଯଦି ତୁମେ ଚାହୁଁଛ ଯେ ମୋ ଝିଅ ସେଠାକୁ ଫେରିଯାଉ ତେବେ ଆମର ଗୋଟିଏ ସର୍ତ୍ତ ଅଛି। ଯଦି ବିଶାଲ ମୋ ଝିଅ ସହିତ ଅଲଗା ଘରେ ରହିବେ ତେବେ ମୁଁ ମୋ ଝିଅକୁ ଫେରାଇବାକୁ ପ୍ରସ୍ତୁତ। ତାର ତୁମ ସହ ଏବଂ ତୁମ ସାନ ପୁଅ ସହିତ କୌଣସି ସମ୍ପର୍କ ରହିବ ନାହିଁ। ଏହା ଶୁଣି ସନ୍ତୋଷୀ ଦେବୀ କହିଲେ, ତୁମେ ଏ କ'ଣ କହୁଛ ଭଉଣୀ? ମୁଁ ମୋ ପୁଅଠାରୁ କିପରି ଦୂରରେ ରହିପାରିବି? ତେବେ ଠିକ୍ ଅଛି, ତାହେଲେ ସମ୍ପର୍କଟି ଭାଙ୍ଗିଦେବା ଭଲ। ତୁମ ପୁଅକୁ ତୁମ କୋଳରେ ବସାଇ ରଖ। ଏହା କହି ଗୋଦାବରୀ ଦେବୀ ଫୋନ୍ କାଟିଦେଲେ। ରୋଷେଇ ଘରେ ଠିଆ ହୋଇ ମୀନାକ୍ଷୀ ଚୁପଚାପ ଏସବୁ ଶୁଣୁଥିଲେ। ସେ ନିଜକୁ ନିଜେ କହିଲେ, ଏହି ଦୁଇ ଜଣ ଭାବୁଛନ୍ତି ଯେ ସେମାନେ ହିଁ ଚାଲାକ, କିନ୍ତୁ ସେମାନେ ଜାଣନ୍ତି ନାହିଁ ଯେ ତାଙ୍କଠାରୁ ବି କେହି ଅଧିକ ଚାଲାକ ହୋଇପାରେ। ଏବେ ଦେଖ ମୁଁ କ'ଣ କରୁଛି। କିଛି ସମୟ ପରେ ଗୋଦାବରୀ ଦେବୀ ଓ ମଧୁ ବଜାରକୁ ବାହାରି ଯାଇଥିଲେ। ପ୍ରାୟ 2 ଘଣ୍ଟା ପରେ ଯେତେବେଳେ ସେମାନେ ଘରକୁ ଫେରିଲେ, ମୀନାକ୍ଷୀ ତାଙ୍କ ରୁମ୍ରେ ଆରାମରେ ଶୋଇଥିଲେ। ତାପରେ ମଧୁ କ୍ରୋଧରେ ତାଙ୍କ ପାଖକୁ ଯାଇ କହିଲେ, କାହିଁକି ମହାରାଣୀ? ତୁମେ ନିଜେ ରୋଷେଇ କରି ଖାଇନେଲ ଆଉ ଆମ ପାଇଁ ରୋଷେଇ କଲ ନାହିଁ? ତୁମେ ସମସ୍ତଙ୍କ ପୋଷାକ ଧୋଇଲ, କିନ୍ତୁ ମୋର ପୋଷାକ ସେଠାରେ ମଇଳା ହୋଇ ପଡ଼ିଛି। ହଁ, କାରଣ ମୁଁ ତୁମର ଚାକରାଣୀ ନୁହେଁ। ଏବେଠାରୁ ତୁମେ ନିଜ କାମ ନିଜେ କର। ମୀନାକ୍ଷୀ ରୋକଠୋକ କହିଲେ। ତାଙ୍କର ମନୋଭାବ ଦେଖି ମଧୁ ଆଶ୍ଚର୍ଯ୍ୟ ହୋଇଗଲେ। ତାପରେ ସେ କହିଲେ, ଏଥିରେ ଚାକରାଣୀ ହେବାର କ'ଣ ଅଛି? ଏହା ଘରର କାମ, ତୁମକୁ ଏହା କରିବାକୁ ହିଁ ପଡ଼ିବ। ତାପରେ ମୀନାକ୍ଷୀ କହିଲେ, କାହିଁକି? ତୁମେ ଏହି କାମ କରିବା ପାଇଁ ମୋତେ ଦରମା ଦିଅ କି? କାହିଁକି? ଦରମା କ'ଣ? ତୁମେ ତ ଘରର ବୋହୂ, ତୁମକୁ ତ ଏହି ସବୁ କାମ କରିବାକୁ ପଡ଼ିବ। ମଧୁ ରାଗି ଯାଇ କହିଲେ। ଏହା ଶୁଣି ମୀନାକ୍ଷୀ ଉତ୍ତର ଦେଲେ, ଠିକ୍ ଅଛି, ତେବେ ତୁମେ ବି କାହା ଘରର ବୋହୂ ନୁହଁ କି? ତେବେ ତୁମେ ତୁମର ଦାୟିତ୍ୱ ଛାଡ଼ି କାହିଁକି ପଳାଇ ଆସି ଏଠି ବସି ରହିଛ? ଏବେଠାରୁ ତୁମେ ନିଜେ ତୁମର କାମ କରିବ। ମୋତେ ହୁକୁମ ଦେବାର କୌଣସି ଆବଶ୍ୟକତା ନାହିଁ। ତେଣୁ ନିଜ ମୁହଁରେ ତାଲ ପକାଇ କାମ କରିବା ଆରମ୍ଭ କର। ଏ ସବୁ ଦେଖି ଗୋଦାବରୀ ଦେବୀ କହିଲେ, ଏସବୁ କ'ଣ ହେଉଛି? ଆଉ ମୀନାକ୍ଷୀ, ତୁ ତୋ ନଣନ୍ଦ ସହିତ କିପରି କଥା ହେଉଛୁ? ସଙ୍ଗେ ସଙ୍ଗେ ମୀନାକ୍ଷୀ ଉତ୍ତର ଦେଲେ, ମା, ମୁଁ ଯେପରି କଥା ହେବା କଥା ସେପରି କହୁଛି। ଏବେ ଯଦି ମଧୁ ଏହି ଘରେ ରହିବେ ତେବେ ତାଙ୍କୁ ନିଜେ ତାଙ୍କ କାମ କରିବାକୁ ପଡ଼ିବ। ଗୋଦାବରୀ ଦେବୀ ରାଗିଯାଇ କହିଲେ, ହଁ, ଏବେ ମୋ ଝିଅ ଘର କାମ କରିବ ଏବଂ ଘରର ବୋହୂ ସାରା ଦିନ ବିଶ୍ରାମ ନେବ। ମୀନାକ୍ଷୀ ବି କହିଲେ, ନା ମା, ମୁଁ ମଧ୍ୟ କାମ କରିବି, କିନ୍ତୁ କେବଳ ମୋର ଏବଂ ମୋ ପରିବାରର କାମ, ଘରକୁ ଆସିଥିବା ଅତିଥିମାନଙ୍କର ନୁହେଁ। ନିଜ ଭାଉଜଠାରୁ ଏହା ଶୁଣି ମଧୁ ବହୁତ ଜୋରରେ ରାଗିଗଲା ଓ ସେ ଚିତ୍କାର କରି କହିଲେ, ତୁମେ ମୋତେ ଅତିଥି ବୋଲି କହିବାର ସାହସ କିପରି କଲ? ତୁମ ପୂର୍ବରୁ ଏହି ଘର ମୋର। ସେତେବେଳେ ପୁଣି ମୀନାକ୍ଷୀ କହିଲେ, ନା, ସେଇଟା ତୁମ ଘର ଯାହାକୁ ଛାଡ଼ି ତୁମେ ଏଠାକୁ ଆସିଛ। ଏହା ଶୁଣି ସହି ନ ପାରି ମଧୁ ନିଜ ମାଆଙ୍କୁ କହିଲେ, ତୁମେ ତୁମର ବୋହୂକୁ ଅଧିକ ମୁଣ୍ଡରେ ବସାଇଛ। 2-3 ଚାପୁଡ଼ା ମାରି ତାକୁ ଉଚିତ ଶିକ୍ଷା ଦେଉନାହ କାହିଁକି? ଏହାପରେ ମୀନାକ୍ଷୀ କହିଲେ, ହାତ ଉଠାଇବା ତ ଦୂରର କଥା, ଥରେ ଛୁଇଁବାକୁ ଚେଷ୍ଟା କର। ମୁଁ ଏବେ 100 ନମ୍ବରରେ ଫୋନ୍ କରି ଅଭିଯୋଗ କରିବି ଯେ ମୋ ଶାଶୁ ଓ ନଣନ୍ଦ ମୋତେ ଯୌତୁକ ପାଇଁ ମାରପିଟ୍ କରୁଛନ୍ତି। ତାପରେ ତମେ ଜାଣିପାରିବ କାହାକୁ ଶିକ୍ଷା ମିଳିଲା। ସେହି ସମୟରେ ବନୱାରୀଲାଲ ଏବଂ ମୁକେଶ ମଧ୍ୟ ଘରେ ପହଞ୍ଚିଗଲେ। ଝଗଡ଼ା ଶୁଣି ବନୱାରୀଲାଲ ଘର ଭିତରକୁ ଯିବା ମାତ୍ରେ ମୁକେଶ ସେଠାରେ ପହଞ୍ଚି ତାଙ୍କୁ ଅଟକାଇଲେ। ଏହାପରେ ବନୱାରୀଲାଲ କହିଲେ, ପୁଅ, ଆମକୁ ଭିତରକୁ ଯାଇ ସମସ୍ୟାର ସମାଧାନ କରିବାକୁ ପଡ଼ିବ, ନଚେତ୍ ଘର ଭାଙ୍ଗିଯିବ। ବାପାଙ୍କୁ ବୁଝାଇବାକୁ ଯାଇ ମୁକେଶ କହିଲେ, ବାପା, ଘର ନଷ୍ଟ ହୋଇସାରିଛି, ଏବେ ତାକୁ ସଜାଡ଼ିବାର ସମୟ ଆସିଛି।
ତୁମେ କେବଳ ଏଠାରେ ଠିଆ ହୋଇ ଦେଖ। ସେ ପାଖରେ ଗୋଦାବରୀ ଦେବୀ କହିଲେ, ଆମେ କେବେ ତୋଠାରୁ ଯୌତୁକ ମାଗିଥିଲୁ? ତୁ ଆମ ବିରୁଦ୍ଧରେ ମିଛ ଅଭିଯୋଗ କରିବୁ? ନିଜ ଶାଶୁଙ୍କ ଏହି କଥା ଶୁଣି ମୀନାକ୍ଷୀ କହିଲେ, ହଁ, ତେବେ କାହିଁକି ନୁହେଁ ମା, ସର୍ବୋପରି ମୁଁ ଏସବୁ ତୁମଠାରୁ ହିଁ ଶିଖିଛି। ଏହା ଶୁଣି ଗୋଦାବରୀ ଦେବୀ ଟିକେ ନରମି ଯାଇ କହିଲେ, ବୋହୂ, ଘରେ ତ ଏପରି ଛୋଟ ଛୋଟ ସମସ୍ୟା ହୋଇଥାଏ, ଆମେ ଏକାଠି ବସି ସମାଧାନ କରିନେଲେ ଭଲ ହେବ। ମୀନାକ୍ଷୀ ପୁଣି ଉତ୍ତର ଦେଲେ, ଆଚ୍ଛା ମା, ଯେତେବେଳେ ମଧୁଙ୍କ ଶ୍ୱଶୁର ଘର ଲୋକ ତାଙ୍କୁ ନେବା ପାଇଁ ଏଠାକୁ ଆସିଥିଲେ, ଏହିସବୁ ଜ୍ଞାନ କୁଆଡ଼େ ଯାଇଥିଲା? ମୀନାକ୍ଷୀର ଉତ୍ତର ଶୁଣି ଗୋଦାବରୀ ଦେବୀ ଓ ମଧୁ ଦୁହେଁ ସ୍ତବ୍ଧ ହୋଇଗଲେ। ଏଥର ତୁମେ ଦୁହେଁ ଶୀଘ୍ର ଘର କାମରେ ଲାଗିଯାଅ। ମା ଓ ଝିଅ ମିଶି ଯଥେଷ୍ଟ ବିଶ୍ରାମ ନେଇ ସାରିଲଣି। ଏହା କହି ମୀନାକ୍ଷୀ ରୁମ୍ରୁ ବାହାରକୁ ଚାଲିଗଲେ। ସେହି ସମୟରେ ବନୱାରୀଲାଲ ଏବଂ ମୁକେଶ ଘର ଭିତରକୁ ଆସିଲେ। ଆ ଝିଅ, ଆମେ ଦୁହେଁ ମିଶି ସବୁ କାମ କରିନେବା। ଗୋଦାବରୀ ଦେବୀ ଏହା କହିବା ମାତ୍ରେ ମଧୁ କହିଲେ, ମା, ତୁମେ ତୁମର କାମ ଦେଖ, ମୁଁ ମୋ ଘରକୁ ଫେରି ଯାଉଛି। ଏହା କହି ସେ ନିଜ ବାପାଙ୍କୁ କହିଲେ, ବାପା, ଦୟାକରି ତୁମର ଜ୍ୱାଇଁଙ୍କୁ ଡକାଇ ମୋତେ ନେଇଯିବାକୁ କୁହ। ହଁ ଝିଅ, ତୁ ଠିକ୍ ନିଷ୍ପତ୍ତି ନେଇଛୁ। ମୁଁ ବିଶାଲକୁ ଏବେ ଆସିବାକୁ କହିବି। ଏହା କହି ବନୱାରୀଲାଲ ବିଶାଲକୁ ଫୋନ୍ କଲେ ଏବଂ ଅନ୍ୟ ପାଖରୁ ସେ ଯାହା ଶୁଣିଲେ ତାହା ତାଙ୍କୁ ଆଶ୍ଚର୍ଯ୍ୟ କରିଦେଲା। ଫୋନ୍ ରଖି ସେ କହିଲେ, ଗୋଦାବରୀ, ମୋତେ ଗୋଟିଏ କଥା କୁହ, ଗତକାଲି ସନ୍ତୋଷୀ ଦେବୀ ଫୋନ୍ କରିଥିଲେ କି? ହଁ, ସେ ଫୋନ୍ କରିଥିଲେ। ମଧୁକୁ ଫେରି ଆସିବାକୁ କହୁଥିଲେ। ଗୋଦାବରୀ ଦେବୀ ଉତ୍ତର ଦେଲେ। ତେବେ ତୁମେ କ'ଣ କହିଲ? ବନୱାରୀଲାଲ ରାଗି ଯାଇ ପଚାରିଲେ। ତାପରେ ଗୋଦାବରୀ କିଛି କହିପାରିଲେ ନାହିଁ ଏବଂ ଏଣେ ତେଣେ ଚୋରଙ୍କ ପରି ଦେଖିବାକୁ ଲାଗିଲେ। ତାପରେ ବନୱାରୀଲାଲ ରାଗି ଯାଇ ତାଙ୍କ ସ୍ତ୍ରୀଙ୍କୁ କହିଲେ, ତୁମେ ଜଣେ ମା ନା ଶତ୍ରୁ, ଯିଏ ନିଜ ଝିଅର ଘର ସଜାଡ଼ିବାକୁ ଚାହୁଁନାହିଁ। ଆମ ଘରୁ ଅସମ୍ମାନ ହୋଇ ବାହାରି ଯିବା ସତ୍ତ୍ୱେ ସେ ପୁଣି ଫୋନ୍ କଲେ, ଆଉ ତୁମେ ତାଙ୍କ ସମ୍ମୁଖରେ ଆଉ ଗୋଟିଏ ସର୍ତ୍ତ ରଖିଦେଲେ ଯେ ପ୍ରଥମେ ଘର ଭାଗ କର, ତାପରେ ଆମର ଝିଅ ଫେରିଯିବ। ସେହି ସମୟରେ ମଧୁ କହିଲେ, ବାପା, ଏବେ ମୁଁ ତ ଯାଉଛି, ତାପରେ ତୁମେ କାହିଁକି ମାଙ୍କୁ ଦୋଷ ଦେଉଛ? ତାପରେ ବନୱାରୀଲାଲ ନିଜ ଝିଅକୁ ଏକ ଶକ୍ତ ଚାପୁଡ଼ା ମାରିଲେ। ଏହା ଦେଖି ବନୱାରୀଲାଲଙ୍କର ମା କହିଲେ, ବନୱାରୀ, ଯଦି ତୁ ପୂର୍ବରୁ ହିଁ ଏହି ଚାପୁଡ଼ା ମାରିଥାନ୍ତୁ, ତେବେ ଆଜି ଏହି ଘର ନଷ୍ଟ ହୋଇନଥାନ୍ତା। ତାପରେ ବନୱାରୀଲାଲ କ୍ରୋଧରେ ଲାଲ ହୋଇ କହିଲେ, ଅସଭ୍ୟ, ଏବେ ବିଶାଲ ତୁମ ସହିତ କୌଣସି ସମ୍ପର୍କ ରଖିବାକୁ ଚାହୁଁନାହିଁ। ତାଙ୍କ ପୁଅ ବିଶାଲଙ୍କ ବିଷୟରେ ଚିନ୍ତିତ ହୋଇ ସନ୍ତୋଷୀ ଦେବୀଙ୍କ ସ୍ୱାସ୍ଥ୍ୟ ଏତେ ଖରାପ ହୋଇଗଲା ଯେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଗଲା। ଏହା ଶୁଣି ମଧୁଙ୍କ ଆଖି ଖୋଲିଗଲା। ତାପରେ ବନୱାରୀଲାଲ କହିଲେ, ଯଦି ସନ୍ତୋଷୀ ଦେବୀଙ୍କୁ କିଛି ହୋଇଯାଏ, ତେବେ ତାଙ୍କ ଅବସ୍ଥା ପାଇଁ ତୁ ସମ୍ପୂର୍ଣ୍ଣ ଦାୟୀ ରହିବୁ। ଏହାପରେ ବିଶାଲ କେବେ ବି ତତେ ଗ୍ରହଣ କରିବ ନାହିଁ। ଏହା ଶୁଣି ମଧୁ କାନ୍ଦି କାନ୍ଦି କହିଲେ, ବାପା, ମୁଁ ତାଙ୍କୁ କିଛି ହେବାକୁ ଦେବି ନାହିଁ। ମୁଁ ଏବେ ମୋ ଶ୍ୱଶୁର ଘରକୁ ଫେରି ଯାଉଛି। ଯଦି ମୋତେ ସେମାନଙ୍କ ଆଗରେ ହାତ ଯୋଡ଼ିବାକୁ ପଡ଼େ, ସେମାନଙ୍କ ପାଦ ଧରିବାକୁ ପଡ଼େ, ଯଦି ମୋତେ ଲକ୍ଷେ ଥର କ୍ଷମା ମାଗିବାକୁ ପଡ଼େ, ମୁଁ କରିବି। ମୁଁ ମୋ ପରିବାରକୁ ନଷ୍ଟ ହେବାକୁ ଦେବି ନାହିଁ। ଏହା କହି ମଧୁ ତାଙ୍କ ବ୍ୟାଗ୍ ଉଠାଇ ତାଙ୍କ ଶ୍ୱଶୁର ଘରକୁ ଚାଲିଗଲେ। ଦର୍ଶକ ବନ୍ଧୁ, ଆଜିର କାହାଣୀରେ ପ୍ରକୃତ ଭିଲିଆନ କିଏ? କମେଣ୍ଟ ବକ୍ସରେ ଲେଖି ନିଶ୍ଚୟ ଜଣାଇବେ। ଏହିପରି ସୁନ୍ଦର ସୁନ୍ଦର କାହାଣୀ ପାଇଁ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ ନିଶ୍ଚୟ କରନ୍ତୁ। ଧନ୍ୟବାଦ।